ଆପଣଙ୍କର ସେବା କାର୍ଯ୍ୟ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁଙ୍କର ନାମର ଧନ୍ୟବାଦ ହେଉ। ଯେତେ ଜଣ ମଧ୍ୟ ମଧ୍ୟସ୍ଥି ପ୍ରାର୍ଥନାରେ କଢାଇ ନେଇଅଛନ୍ତି ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁଙ୍କୁ ଉତ୍ସାହ ଦେବା ନିମନ୍ତେ ଆପଣ ମାନଙ୍କୁ ଉତ୍ସାହ ଦେବା ନିମନ୍ତେ ମୋର ବହୁତ ବହୁତ ଧନ୍ୟବାଦ। ଆଉ ମୋର ବଡ ଦିଦି ପ୍ରବୀଣା ଦିଦିକୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ମତେ ପୁଣି ଥରେ ସୁଯୋଗ ଦେଲେ ଲିଡ୍ କରିବା ପାଇଁ। କାଲି ମତେ ଲିଡ୍ କରିବା ପାଇଁ କହୁଥିଲେ କିନ୍ତୁ ମୁଁ ନାଇଁ କହୁଥିଲି, ଦେହ ଟିକେ ଖରାପ ହେଇଯାଇଛି ଚେନ୍ନାଇ ଆଡୁ ଆସିବା ପରେ ପରେ ଏକ୍ସାମ ସରିଲା, ତାପରେ ଦେହ ବହୁତ ଖରାପ ହେଇଗଲା। ତଥାପି ବି ଆଉ ପ୍ରଭୁ ମତେ ଆଉ ଏକ ସୁଯୋଗ ଦେଲେ ତାଙ୍କର ପ୍ରଶଂସା ଗୌରବ କରିବା ନିମନ୍ତେ ପ୍ରଭୁଙ୍କର ନାମର ଧନ୍ୟବାଦ ହେଉ। ଆଉ ହୋଷ୍ଟ କୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ଆଉ ସେ ଆମମାନଙ୍କୁ ସୁନ୍ଦର ପ୍ଲାଟଫର୍ମ ଦେଇଅଛନ୍ତି ମାନଙ୍କୁ ଆମମାନଙ୍କର ଟ୍ୟାଲେଣ୍ଟ ଦେଖେଇବା ପାଇଁ। ସେ ଯାହା ବି ହଉନା କାହିଁକି ପ୍ରଭୁଙ୍କର ଦାସକୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ତାଙ୍କର ସେବା କାର୍ଯ୍ୟକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଉ ଜୁମ୍ ରେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୁଁ ଆହ୍ୱାନ କରେ ଆଜିର ଏଇ ୟୁଥ ଫେଷ୍ଟିଭାଲ ରେ ସମସ୍ତେ ଆମେ ମାନେ ଭିଡିଓ ଅନ୍ କରିକି ବସିବା। ଏହାକି ଆମେ ମାନେ ଆଜିର ୟୁଥ ଫେଲୋସିପ ଅଛି, ତ ଆମେ ଯେତେ ୟୁଥ ଅଛୁ ସମସ୍ତେ ଭିଡିଓ ଅନ୍ କରିକି ବସିବା। ଆସନ୍ତୁ ସେବାଟି ଆରମ୍ଭ କରିବାକୁ ଯିବା ପୂର୍ବରୁ ମୁଁ ପଦେ ବାକ୍ୟରୁ ପଢିବା ପାଇଁ ଚାହେଁ। କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକ ମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେହି ସମୟ ସେପରି ସମୟ ଆସୁଅଛି ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି। ଆସନ୍ତୁ ଆମମାନେ ସତ୍ୟ ଭାବରେ ଉପାସନା କରିବା, ପ୍ରଭୁ ଏହି ଉପାସକ ଚାହାନ୍ତି। ସେଇ ସତ୍ୟମୟ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାନ କରି ପ୍ରଭୁଙ୍କୁ ଗୌରବ ଦେବା। ଆମମାନଙ୍କ ମଧ୍ୟରେ ଅଛନ୍ତି ମଞ୍ଜୁଳା ସିଷ୍ଟର, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ସିଷ୍ଟର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣଙ୍କୁ ଆହ୍ୱାନ କରେ, ଆପଣ ଆଗକୁ ଆସିବେ, ଭିଡିଓ ଅନ୍ କରିକି ବସିବେ, ଆଉ ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟକୁ ଆମମାନଙ୍କୁ କଢାଇ ନେବେ। ଏକ ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା ଗୌରବ କରିବେ। ପ୍ରେଜ୍ ଦ ଲର୍ଡ ସିଷ୍ଟର। ଜମ୍ରେ ଉପସ୍ଥିତ ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ଆଉ ଧନ୍ୟବାଦ ମତେ ଗୋଟେ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି। ଆଉ ଆସନ୍ତୁ ଆମମାନେ ଏକ ଓଡିଆ ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବାକୁ। ସମସ୍ତେ ତାଳି ମାରି ପ୍ରଭୁଙ୍କର ଧନ୍ୟବାଦ କରିବା। ହାଲେଲୁୟା 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 ହାଲେଲୁୟା। हालेलुया মই গাউথিমি যিশু তোর লাগি हालेलुया মই গাউথিমি যিশু তোর লাগি বিপদ বেলে বি हालेलुया আপদ বেলে বি हालेलुया খুশির বেলে বি हालेलुया দুঃখ পড়লে বি हालेलुया যেখানে তেমে हालेलुया যাহা করো তেমে हालेलुया যেখানে তেমে हालेलुया যাহা করো তেমে हालेलुया हालेलुया মই গাউথিমি যিশু তোর লাগে हालेलुया মই গাউথিমি যিশু তোর লাগে हालेलुया মই গাউথিমি যিশু তোর লাগে প্রেজ দ্য লর্ড। ଆମମାନେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା, ପ୍ରଭୁ ଆମମାନଙ୍କୁ ଆଜି ବଞ୍ଚାଇଛନ୍ତି। ସବୁବେଳେ ଗାଇମି ହାଲେଲୁୟା
छाय में हालेलुया जी जगिथिले हालेलुया मोरे हजे गले हालेलुया रोग बेमार थे में हालेलुया ढोल थिले गाय में हालेलुया रोग बेमार थे में हालेलुया ढोल थिले गाय में हालेलुया हालेलुया मुझे पोथे में जिस तार लागे हालेलुया मुझे पोथे में जिस तार लागे हालेलुया मुई गाँव थे में जिस तार लागे यस लॉर्ड सकाल उठले हालेलुया बेल बुड़ी गले हालेलुया मने मने गाय में हालेलुया सबके सुनाय में हालेलुया जिस राजाय में हालेलुया हमको ले जेबे हालेलुया जिस राजाय में हालेलुया हमको ले जेबे हालेलुया हालेलुया मैं गाँव थे में जिस तार लागे हालेलुया मैं जपोथे में जिस तार लागे हालेलुया मैं गाँव थे में जिस तार लागे हालेलुया मैं गाँव थे में जिस तार लागे हालेलुया मैं गाँव थे में जिस तार लागे हालेलुया धन्यवाद सिस्टर धन्यवाद धन्यवाद बहुत बहुत धन्यवाद मंडल सिस्टर निमंते एक उच्च करताल देवा तांको धन्यवाद देवा प्रेज द लॉर्ड बहुत बहुत धन्यवाद सिस्टर अति सुंदर गीत वास्तव में सत्य कथा हमें दुख रे थिले भी हालेलुया कहबा खुशी रे थिले भी हालेलुया कहबा किंतु हमें हालेलुया 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 କିନ୍ତୁ ଆମେ କେହି ଦୁଃଖରେ ଥିଲେ ହାଲେଲୁୟା କହୁନା ମନ ଦୁଃଖରେ ଥାଉ ସେ ଯାହା ବି ହେଉନା କାହିଁକି ପ୍ରଭୁ ଆମକୁ ସେଇ ଶକ୍ତି ଦିଅନ୍ତୁ କି ଦୁଃଖରେ ଥିଲା ସମୟରେ ବି ଆମେ ହାଲେଲୁୟା କହିବା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆଉ ଏକ ଗୀତ ଶୁଣିବା ନିମନ୍ତେ ଯିବା ଆମମାନଙ୍କ ମଧ୍ୟରେ ଅଛନ୍ତି ଆଉ ଅତି ପ୍ରିୟର ଭଉଣୀ ସସ୍ଟିନା ସିଷ୍ଟର ପ୍ରେଜ ଦ ଲର୍ଡ प्रेज द लॉर्ड सिस्टर ଲର୍ଡ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣଙ୍କୁ ଆହ୍ୱାନ କରେ ଆପଣ ଆଗକୁ ଆସିବେ ଆଉ ଏକ ଗୀତ ଗାନ କରିକି ଆମମାନଙ୍କୁ ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟ କିଛି ପଢାଇବେ ପ୍ରେଜ ଦ ଲର୍ଡ प्रेज द लॉर्ड धन्यवाद दଉଛି सर्वशक्तिमान ईश्वरଙ୍କୁ सर्वप्रथमରେ ତା ସହିତ ଆମର ହୋଷ୍ଟ ମହାଶୟଙ୍କୁ ମୁଁ ଧନ୍ୟବାଦ ଦଉଛି ମତେ ଆଜି ଗୋଟେ ଗୀତ ଗାନ କରିବା ନିମନ୍ତେ ଏହି ସୁନ୍ଦର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଆଜ୍ଞା ପ୍ରେଜ ଦ ଲର୍ଡ ପୁଣି ଜୁମ ରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ଆନ୍ତରିକ ନମସ୍କାର ଆସନ୍ତୁ ଏକ ଗୀତ ମାଧ୍ୟମରେ ମାନେ ପ୍ରଭୁଙ୍କର ଗୌରବ କରିବା ଓ ଏହା ଯୁବକ ମାନଙ୍କ ନିମନ୍ତେ ହୋଇଥିବା ସକାଶୁ ଏକ ଗୀତ ଗାନ କରିବି ଯୁବକ ନିମନ୍ତେ ତ ଆପଣ ମାନେ ମଧ୍ୟ ଏଇ ଗୀତଟି ଜାଣି ଅଛନ୍ତି ମାନେ ସମସ୍ତେ ଏକତ୍ର ମିଳି ସେ ଗୀତଟି ଗାନ आसे जो बनो ऋतुराज सम आसे जो बनो ऋतुराज सम आसे जो बनो मृदुराज सम सुधमय गीते होई सुधमय गीते होई
जीवन अनित्य से रूप अलिक जीवन अनित्य से रूप नुहे पर चिरस्थायी ए सत्य पासर नाही आशिष मन ऋतुराज सम आशिष मन ऋतुराज सम अभिलाष भरा যৌবন সারা করত পলায়ন আত্মিক জীবন বিশ্বাস প্রেম কর হে অনুসরণ অভিলাষ ভরা যৌবন সারা করত পলায়ন আত্মিক জীবন বিশ্বাস প্রেম কর হে অনুসরণ পাপ প্রলোভন আসে ঘন ঘন পাপ প্রলোভন আসে ঘন ঘন যিশু নামে হয়ে জয় এ সত্য পাসর নাহি আশিষ বন ऋतुराज सम आशिष बन ऋतुराज सम न करो तुमको कहीं हेले तो छो तुम जो बन पाए বাক্যরে কর্মরে হে আদর্শ প্রভু প্রেমে স্থির রহি ন করো তুমকো কেহি হেলে তুছ তুম যৌবন পাই বাক্যরে কর্মরে ও হে আদর্শ প্রভু প্রেমে স্থির রহি যিশুଙ୍କ জীবন কর হে গায়ন যিশুଙ୍କ জীবন কর হে গায়ন মন্দর হয় এ সত্য পাসর নাহি আশিষ বন ঋতুরাজ সম আশিষ বন ঋতুরাজ সম সুধাময় গীতি হয় সুধাময় গীতি হয় অলিক জীবন অনিত্য সে রূপ অলিক জীবন অনিত্য সে রূপ নুহে পর চিরস্থায়ী এ সত্য পাসন নাহি আশিষ বন
ऋतुराज सम आसीच मन ऋतुराज सम ऋतुराज सम ऋतुराज सम। थैंक यू सिस्टर, प्रेज द लॉर्ड। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ସିଷ୍ଟର, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ପ୍ରଭାତ ରହୁଛି। ଆଉ ଯୁବତୀ ମାନଙ୍କ ନିମନ୍ତେ ଏକ ଗୀତ ଗାନ କରିଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆହୁରି ଆହୁରି ଆପଣଙ୍କୁ ତାହାଙ୍କର ସେବାରେ କଢାଇ ନିଅନ୍ତୁ। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଆମମାନେ ପୋଏମ ଆଡକୁ ଯିବା। ଆମମାନଙ୍କ ମଧ୍ୟରେ ଅଛନ୍ତି ୟେଶୁ ଚରଣ ଭାଇ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣଙ୍କୁ ଆହ୍ୱାନ କରେ, ଆପଣ ଆଗକୁ ଆସିବେ ଆମମାନଙ୍କୁ ପୋଏମରେ କଢାଇ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ସିଷ୍ଟର। ୟୁଥ୍ ମିଟିଂରେ ଯୋଗଦାନ କରିଥିବା ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ ଏବଂ ପ୍ରତ୍ୟେକ ଯୁବକ ଯୁବତୀ ମାନଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଆଉ ନମସ୍କାର। ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କୁ କର ସ୍ମରଣ, ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କୁ କର ସ୍ମରଣ, ତେବେ ହଇବା ପରମେଶ୍ୱରଙ୍କର ଧନ, ତେବେ ହଇବା ପରମେଶ୍ୱରଙ୍କର ଧନ। ଯୌବନ ଜୀବନ ଏକ ଭରସାପୂର୍ଣ୍ଣ ଜୀବନ, ଯୌବନ ଜୀବନ ଏକ ଭରସାପୂର୍ଣ୍ଣ ଜୀବନ। ସର୍ବେ କାର୍ଯ୍ୟ ଦିଏ ସାହସ ଗୁଣ, ସର୍ବ କାର୍ଯ୍ୟ ଦିଏ ସାହସ ଗୁଣ। ଯୌବନ ଜୀବନ ଏକ ଆନନ୍ଦ ଭରା ଜୀବନ, ଯୌବନ ଜୀବନ ଏକ ଆନନ୍ଦ ଭରା ଜୀବନ। ଖ୍ରୀଷ୍ଟଠାରେ ଥିଲେ ଆନନ୍ଦରେ ହଇବା ପରିପୂର୍ଣ୍ଣ, ଖ୍ରୀଷ୍ଟଠାରେ ଥିଲେ ଆନନ୍ଦରେ ହଇବା ପରିପୂର୍ଣ୍ଣ। ଯୌବନ ଜୀବନ ଏକ ସୌନ୍ଦର୍ଯ୍ୟମୟ ଜୀବନ, ଯୌବନ ଜୀବନ ଏକ ସୌନ୍ଦର୍ଯ୍ୟମୟ ଜୀବନ। ପ୍ରଭୁଙ୍କ ଚରଣ ତଳେ ପଡୁଥିଲେ ମହକି ଉଠିବ ବାସ ଆମ, ପ୍ରଭୁଙ୍କ ଚରଣ ତଳେ ପଡୁଥିଲେ ମହକି ଉଠିବ ବାସ ଆମ। ଯୌବନ ଜୀବନ ଏକ ଚଞ୍ଚଳମୟ ଜୀବନ, ଯୌବନ ଜୀବନ ଏକ ଚଞ୍ଚଳମୟ ଜୀବନ। ପ୍ରଭୁଙ୍କ ଜୁହାଳି ବହି ହେବା ସାବଧାନ, ପ୍ରଭୁଙ୍କ ଜୁହାଳି ବହି ହେବା ସାବଧାନ। ଯୌବନ ଜୀବନ ଏକ ଚଞ୍ଚଳ ମନ, ଯୌବନ ଏକ ଚଞ୍ଚଳ ମନ। ସେ ମନକୁ କରିବା ପ୍ରଭୁଙ୍କ ହସ୍ତରେ ସମର୍ପଣ, ସେ ମନକୁ କରିବା ପ୍ରଭୁଙ୍କ ହସ୍ତରେ ସମର୍ପଣ। ଯୌବନ ଏକ ହସ ଖୁସିର ସମୟ, ଯୌବନ ଏକ ହସ ଖୁସିର ସମୟ। ପରମେଶ୍ୱରଙ୍କ ଠାରେ ଲାଗି ରହିଲେ ନଥିବ ବିଚାରର ଭୟ, ପରମେଶ୍ୱରଙ୍କ ଠାରେ ଲାଗି ରହିଲେ ନଥିବ ବିଚାରର ଭୟ। ଯୌବନ ଜୀବନକୁ ପ୍ରଭୁଙ୍କ ହସ୍ତେ କଲେ ସମର୍ପଣ, ଯୌବନ ଜୀବନକୁ ପ୍ରଭୁଙ୍କ ହସ୍ତେ କଲେ ସମର୍ପଣ। ଜଗତର ଅଭିଳାଷରୁ ହଇବା ପଳାୟନ, ଜଗତର ଅଭିଳାଷରୁ ହଇବା ପଳାୟନ। ଯୌବନ ଜୀବନର ଉତ୍ତମାଂଶ ଅସାର, ଯୌବନ ଜୀବନର ଉତ୍ତମାଂଶ ଅସାର। ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା ତାହା ହିଁ ସାର, ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା ତାହା ହିଁ ସାର। ଯୌବନ ଜୀବନ ଏକ ପରୀକ୍ଷା ପୂର୍ଣ୍ଣ ଜୀବନ, ଯୌବନ ଜୀବନ ଏକ ପରୀକ୍ଷା ପୂର୍ଣ୍ଣ ଜୀବନ। ଜଗତର ପରୀକ୍ଷାରେ ନ ପଡିବା ପାଇଁ ପରମେଶ୍ୱରଙ୍କ ବାକ୍ୟ କରିବା ଧ୍ୟାନ, ଜଗତର ପରୀକ୍ଷାରେ ନ ପଡିବା ପାଇଁ ପରମେଶ୍ୱରଙ୍କର ବାକ୍ୟ କରିବା ଧ୍ୟାନ। ଯୌବନ ଜୀବନ ଏକ ପ୍ରେମପୂର୍ଣ୍ଣ ଜୀବନ, ଯୌବନ ଜୀବନ ଏକ ପ୍ରେମପୂର୍ଣ୍ଣ ଜୀବନ। ପବିତ୍ର ପ୍ରେମରେ ଜୀବନ କାଟିଲେ ଲାଭ କରିବା ଅନେକ ପୁରସ୍କାର ମାନ, ପବିତ୍ର ପ୍ରେମରେ ଜୀବନ କାଟିଲେ ଲାଭ କରିବା ଅନେକ ପୁରସ୍କାର ମାନ। ଯୌବନ ଜୀବନରେ ଚକ୍ଷୁର ଦର୍ଶନ, ଯୌବନ ଜୀବନରେ ଚକ୍ଷୁର ଦର୍ଶନ। ପାପମୟ ନ କରି କାଟିବା ପବିତ୍ର ଜୀବନ, ପାପମୟ ନ କରି କାଟିବା ପବିତ୍ର ଜୀବନ। ଯୌବନ ଜୀବନ ଏକ ଆଶୀର୍ବାଦ ଜୀବନ, ଯୌବନ ଜୀବନ ଏକ ଆଶୀର୍ବାଦ ଜୀବନ। ଯୋସେଫଙ୍କ ସାଦୃଶ୍ୟ ହେଲେ ଜଗତରେ ହଇବା ମହାନ, ଯୋସେଫଙ୍କ ସାଦୃଶ୍ୟ ହେଲେ ଜଗତେ ହଇବା ମହାନ। ତେଣୁ ଆହେ ଯୁବାଗଣ ପ୍ରଭୁଙ୍କୁ ଅର୍ପିବା ଆମ ଯୌବନ ଜୀବନ, ତେଣୁ ଆହେ ଯୁବାଗଣ ପ୍ରଭୁଙ୍କୁ ଅର୍ପିବା ଆମେ ଯୌବନ ଜୀବନ। ତେବେ ହଇବା ଆମେ ଜଗତେ ଅତି ଭାଗ୍ୟବାନ, ତେବେ ହଇବା ଆମେ ଜଗତେ ଅତି ଭାଗ୍ୟବାନ। ଯେତେ ଆସୁ ପଛେ
ଯୌବନ ଜୀବନରେ ସମସ୍ୟା ମାନ ଯେତେ ଆସୁ ପଛେ ଯୌବନ ଜୀବନରେ ସମସ୍ୟା ମାନ ପ୍ରଭୁ କରିବେ ସମାଧାନ। ପ୍ରଭୁ କରିବେ ସମାଧାନ। ଚାହୁଁଅଛ ଯଦି ଜୀବନରେ ପ୍ରଭୁଙ୍କର ଆଶିଷ ମାନ, ଚାହୁଁଅଛ ଯଦି ଜୀବନରେ ପ୍ରଭୁଙ୍କର ଆଶିଷ ମାନ, ତେବେ ଯୋସେଫଙ୍କ ସମ କର ଆପଣାର ଆଚରଣ। ତେବେ ଯୋସେଫଙ୍କ ସମ କର ଆପଣାର ଆଚରଣ। ଏହା ପରମେଶ୍ୱରଙ୍କର ଇଚ୍ଛା, ଏହା ପରମେଶ୍ୱରଙ୍କର ଇଚ୍ଛା, ଲଭିବା ପ୍ରଚୁର ଶାନ୍ତି ଆମ ଜୀବନ, ଲଭିବା ପ୍ରଚୁର ଶାନ୍ତି ଆମ ଜୀବନ। ପବିତ୍ରତାର ସୌନ୍ଦର୍ଯ୍ୟରେ ସେବିବା ପ୍ରଭୁଙ୍କର ଚରଣ, ପବିତ୍ରତାର ସୌନ୍ଦର୍ଯ୍ୟରେ ସେବିବା ପ୍ରଭୁଙ୍କର ଚରଣ, ନିଶ୍ଚୟ ଲଭିବା ଆଶୀର୍ବାଦ ଏହି ଯୌବନ, ନିଶ୍ଚୟ ଲଭିବା ଆଶୀର୍ବାଦ ଏହି ଯୌବନ। ଖ୍ରୀଷ୍ଟୀୟ ଯୁବକଗଣ ହୋଇ ସାବଧାନ, ଖ୍ରୀଷ୍ଟୀୟ ଯୁବକଗଣ ହୋଇ ସାବଧାନ, ଧରିବା ପ୍ରଭୁଙ୍କର ଶ୍ରୀଚରଣ, ଧରିବା ପ୍ରଭୁଙ୍କର ଶ୍ରୀଚରଣ। Praise the Lord. Thank you. Amen. ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଭାଇଙ୍କ ନିମନ୍ତେ କୋଚକର ତାଳ ଦେବା। ବହୁତ ବହୁତ ଧନ୍ୟବାଦ ଭାଇ। ଯେତେବେଳେ ବି ଆପଣ ପୋଏମ କୁହନ୍ତି ଅତି ସୁନ୍ଦର ପୋଏମ ଲେଖିଥାନ୍ତି ଆଉ କୁହନ୍ତି ବି। ପ୍ରଭୁ ଏପରି ଆଉ ଆପଣଙ୍କୁ ଆଗକୁ ବଢାନ୍ତୁ ପ୍ରଭୁଙ୍କର ସେବାରେ। ଆଉ ପ୍ରଭୁ ଉର୍ଦ୍ଧ୍ୱରୁ ଜ୍ଞାନ ଦିଅନ୍ତୁ। ଏପରି ଆଗାମୀ ସମୟ ମଧ୍ୟରେ ଆସନ୍ତୁ ଆହୁରି ଆମମାନଙ୍କୁ ପୋଏମରେ ପଠାନ୍ତୁ। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ପ୍ରଭୁଙ୍କର ମହତ ଆମର ଧନ୍ୟବାଦ ହେଉ। ପ୍ରଭୁ ଆମମାନଙ୍କୁ ଜୀବିତ ମାନଙ୍କ ଦେଶରେ ବଞ୍ଚାଇଲେ ଆଉ ତାଙ୍କର ପ୍ରଶଂସା ଗୌରବ କରିବା ନିମନ୍ତେ ଆମମାନଙ୍କୁ ରଖିଅଛନ୍ତି। ଚାଲନ୍ତୁ ଆମମାନେ ଗୋଲ୍ଡେନ ଭଏସ ଆଡକୁ ଯିବା। ଆମମାନଙ୍କ ମଧ୍ୟରେ ଅଛନ୍ତି ନମ୍ରତା ସୟାଲ ସିଂ ସିଷ୍ଟର ଅଛନ୍ତି। ପ୍ରେଜ୍ ଦ ଲର୍ଡ ସିଷ୍ଟର। ସେ ଯଦି ଜଏନ କରିନାହାନ୍ତି, ଜାବେଶ ଭାଇ ଅଛନ୍ତି କି? ଠିକ ଅଛି। ମୁଁ ପ୍ରତ୍ୟେକ ୟୁଥ ମାନଙ୍କୁ ଅନୁରୋଧ କରେ ଆଉ ସମସ୍ତେ ଆମମାନେ ଅନମ୍ୟୁଟ କରିବା ଆଉ ଗୋଟେ ଗୋଟେ ଗୋଲ୍ଡେନ ଭଏସ ରେ ଆମମାନଙ୍କୁ ପଢେଇ ନବା। ପ୍ରେଜ୍ ଦ ଲର୍ଡ। ପ୍ରତ୍ୟେକ ୟୁଥ ମାନଙ୍କୁ ଯେ ବି ଚାହାନ୍ତି ଅନମ୍ୟୁଟ କରିକି କହିପାରିବେ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ମୋର ପୁନର୍ବାର ନମସ୍କାର। ଆଉ ଏହା ଯୁବକ ମାନଙ୍କ ପାଇଁ ନୁହେଁ, ଆମେ ମାନେ ସମସ୍ତେ ପିଲାଠୁ ପିଲା। ତ ଆସନ୍ତୁ ମୁଁ କିଛି ଜଣାଶୁଣା ବାକ୍ୟ ସମସ୍ତ ସୁନାପଦ ଆକାରରେ କହିବି। ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞା ବହ ହୁଅ, କାରଣ ତାହା ଯଥାର୍ଥ ଆପଣା ପିତାମାତା ସମାଦର। ଏହା ପ୍ରତିଜ୍ଞା ଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମର ମଙ୍ଗଳ ହେବ ଆଉ ତୁମେ ପୃଥିବୀରେ ଦୀର୍ଘାୟୁ ହେବ। ଏଫେସୀୟ ପୁସ୍ତକ 6 ପଦର 1 ପଦରୁ 3 ପଦ ପର୍ଯ୍ୟନ୍ତ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ଧନ୍ୟବାଦ। ଆଉ କିଏ? ସ୍ୱର୍ଣ୍ଣମୟ ପଦ ବିଳାପ 3:27। ଯୌବନ କାଳରେ ଜୁଆଳି ବହିବା ମନୁଷ୍ୟର ମଙ୍ଗଳ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପାଇଁ ମାପିବା ଦୌଡ଼ି ମନୋହର ସ୍ଥାନରେ ପଡ଼ିଅଛି, ହଁ ମୁଁ ଉତ୍ତମ ଅଧିକାର ପାଇଅଛି। ଗୀତ ସଂଗୀତା 16:6। ଆଉ କିଏ କହିବେ? ଆଉ ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଦୁଃସମୟ ଆସୁଅଛି, ଯେଉଁ ସବୁ ବର୍ଷରେ ତୁମ୍ଭେ କହିବ ଏହି ସବୁରେ ମୋହର କିଛି ସୁଖ ନାହିଁ, ସେଇ ସବୁ ବର୍ଷ ସନ୍ନିକଟ ହେଉଅଛି। ଉପଦେଶକ 12:1। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହେଉ। ପ୍ରଭୁ ଆମମାନଙ୍କୁ ଗୋଲ୍ଡେନ ଭଏସ ରେ କଢାଇ ନେଲେ ଆଉ ଯେତେ ଜଣ ମଧ୍ୟ କହି ଅଛନ୍ତି ପ୍ରଭୁଙ୍କର ମହତ୍ ନାମରେ ମୁଁ ତାଙ୍କୁ ଧନ୍ୟବାଦ ଦିଏ। ଆଉ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ବାଇବଲ କୁଇଜ ଆଡକୁ ଯିବା। ଆମମାନଙ୍କ ମଧ୍ୟରେ ପ୍ରଥମ ଥର କରିକି ଜଏନ କରିଛନ୍ତି ଆଉ ସିଂ ଦିଦି। ପ୍ରେଜ୍ ଦ ଲର୍ଡ ଦିଦି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ମୁଁ ଆମମାନଙ୍କର ଏଡିଏଲ ମିନିଷ୍ଟ୍ରି ଇଣ୍ଡିଆକୁ ମୁଁ ଆପଣଙ୍କୁ ଆହ୍ୱାନ କରେ ଆଉ ରିଏଲ ମିନିଷ୍ଟ୍ରି ପରିବାର ତରଫରୁ ମଧ୍ୟ ଆପଣଙ୍କୁ ଆହ୍ୱାନ କରେ ଆପଣ ଆଗକୁ ଆସିବେ। ଆମମାନେ ଏକ ଉଚ୍ଚକର ତାଳ ଦେଇ ଆମମାନେ ଦିଦିଙ୍କୁ ଆହ୍ୱାନ କରିବା
ଆମମାନଙ୍କୁ ବାଇବଲ କ୍ୱିଜ ରେ କଢାଇ ନେବେ। ପ୍ରେଜ ଦ ଲର୍ଡ ଦିଦି। ପ୍ରେଜ ଦ ଲର୍ଡ ସିଷ୍ଟର, ପ୍ରେଜ ଦ ଲର୍ଡ। ଉପସ୍ଥିତ ସମସ୍ତଙ୍କୁ ମୋ ନମସ୍କାର। ପ୍ରେଜ ଦ ଲର୍ଡ। ଆଉ ପ୍ରଭୁଙ୍କ ଦୟା ଏବଂ ଅନୁଗ୍ରହରୁ ଆମେ ସୁନ୍ଦର ବିଶ୍ରାମର ପ୍ରଭାତ ଦେଖିଅଛୁ। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ରିଏଲି ମିନିଷ୍ଟ୍ରି ଅଫ ଇଣ୍ଡିଆର ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ମୋ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଆଉ ଯେତେ ଡିଭାଇସ ଆମେ ଉପସ୍ଥିତ ଅଛୁ ସମସ୍ତଙ୍କୁ ମଧ୍ୟ ମୁଁ ନମସ୍କାର ଦିଏ। ପ୍ରଥମ କରି ରିଏଲି ମିନିଷ୍ଟ୍ରି ଅଫ ଇଣ୍ଡିଆରେ ବାଇବଲ କ୍ୱିଜ ମାଧ୍ୟମରେ ଏ ସୁନ୍ଦର ସୁଯୋଗ ନିମନ୍ତେ ଆଉ ମତେ ମାମାଲି ସିଷ୍ଟର ଏବଂ ପ୍ରବୀଣା ମାଲିକ ଆଉ ସିଷ୍ଟର ଅତି ସୁନ୍ଦର ଭାବରେ ମତେ ଆହ୍ୱାନ କଲେ। ତେଣୁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଆସନ୍ତୁ ଆମେ ସମସ୍ତେ ଯେତେ ୟୁଥ ମାନେ ଅଛୁ ଏ ୟୁଥ ଫେଲୋସିପ ରେ ଆମେ ଯେତେ ଶିଖି ଅଛୁ ତା ମିଳିତ ଭାବରେ ଆମେ ଆଲୋଚନା କରିବା ଏବଂ ସେଥି ଭିତରୁ ମୁଁ କେତୋଟି କୋଶ୍ଚିନ୍ ଦେବି। ଆପଣ ସେ କୋଶ୍ଚିନ୍ ର ଆନ୍ସର ଦେବେ। ଯଦି କହିପାରୁନାହାନ୍ତି ତାହେଲେ ମୁଁ ଆପଣଙ୍କୁ କହିବି ସେ କୋଶ୍ଚିନ୍। ଆମେ ସମସ୍ତେ ଅନେକ ବାକ୍ୟ ଶୁଣୁଅଛୁ ଅଫଲାଇନ ମାଧ୍ୟମରେ ଏବଂ ଅନଲାଇନ ମାଧ୍ୟମରେ। ସେଇ ବାକ୍ୟ ଯାହା ଶିଖି ଅଛୁ ସେଇ ବାକ୍ୟ ଭିତରୁ ଆମେ କିଛି କୋଶ୍ଚିନ୍ ମନେ ପକାଇବା ଏବଂ ପବିତ୍ର ଧର୍ମଶାସ୍ତ୍ର ବାକ୍ୟ ମଧ୍ୟରୁ ଆମେ କିଛି ବାଇବଲରୁ କିଛି କୋଶ୍ଚିନ୍ ର ଆନ୍ସର ଆମେ ଦେବା ପାଇଁ ଚେଷ୍ଟା କରିବା। ଆପଣ ମାନେ ଯଦି କମ୍ଫର୍ଟେବଲ ଜୋନ ରେ ଅଛନ୍ତି ସବୁ ୟଙ୍ଗ ଭାଇ ଏବଂ ଭଉଣୀ ମାନେ ଆପଣ ଭିଡିଓଟିକୁ ଅନ୍ କରନ୍ତୁ ଏବଂ ପ୍ରତ୍ୟେକ କୋଶ୍ଚିନ୍ ର ଆନ୍ସର ଦେବା ନିମନ୍ତେ ଚେଷ୍ଟା କରନ୍ତୁ। ମୋର ପ୍ରଥମ କୋଶ୍ଚିନ୍ ହେଲା, ଯୀଶୁ ଯେତେବେଳେ ବିଚାରିତ ହେବା ନିମନ୍ତେ ଗେତ୍ସେମନୀ ବଗିଚାରେ ଯେତେବେଳେ ଯୀଶୁଙ୍କୁ ଧରିଲେ ସେଇ ସମୟରେ 4 ଜଣଙ୍କ ଦ୍ଵାରା ବିଚାରିତ ହୋଇଥିଲେ। ପୃଥକ ଭାବରେ 5 ଥର ଆଉ ପ୍ରଭୁଙ୍କୁ ବିଚାରିତ କରାଯାଇଥିଲା। ଆଉ ସେ 4 ଜଣ ବିଚାରପତିଙ୍କ ନାମ କୁହନ୍ତୁ ଏବଂ ସେ 4 ଜଣ ବିଚାରପତି ନିଜ ଜାତିର ଥିଲେ ନା ବିଜାତୀୟ ଥିଲେ? କୋଶ୍ଚିନ୍ ଟା ବୁଝି ପାରିଲେ? ଆଉ ଥରେ କହିଦିଅନ୍ତୁ ସିଷ୍ଟର, ଆଉ ଥରେ କହିଦିଅନ୍ତୁ। ଯେତେବେଳେ ଯୀଶୁଙ୍କ ବିଚାର କରାଗଲା ସେ ବିଚାରପତିଙ୍କ 4 ଜଣ ବିଚାରପତିଙ୍କ ନାମ ଏବଂ ସେ 4 ଜଣ ବିଚାରପତି ନିଜ ଜାତିର ଥିଲେ ନା ବିଜାତୀୟ ଥିଲେ? ବିଜାତୀୟ ଥିଲେ ସିଷ୍ଟର। ଆଜ୍ଞା ବିଜାତୀୟ ଥିଲେ। ଆଜ୍ଞା 4 ଜଣ ବିଚାରପତିଙ୍କ ନାମ ବି କୁହନ୍ତୁ। ହାନାନ, ଗୟାଫ, ପିଲାତ, ପିଲାତ ହେରୋଦ। ଆଜ୍ଞା ଠିକ। କିନ୍ତୁ କେଉଁମାନେ ନିଜ ଜାତିର ଥିଲେ ଏବଂ ବିଜାତୀୟ କେଉଁମାନେ ଥିଲେ? ଠିକ ଅଛି। ଯାଜକମାନେ ଜାତିର ଥିଲେ। ଠିକ ଅଛି, ଆମେ ଗୋଟିଏ କୋଶ୍ଚିନରେ ବିଳମ୍ବ କରିବାନି। ହାନାନ ଏବଂ କାୟାଫା ନିଜ ଜାତିର ଥିଲେ ଏବଂ ପିଲାତ ଏବଂ ହେରୋଦ ସେମାନେ ବିଜାତୀୟ ଥିଲେ। ଅତି ସୁନ୍ଦର ଭାବରେ ପ୍ରଥମ କୋଶ୍ଚିନରେ ପାର୍ଟିସିପେଟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ଆମେ ଆଉ ଗୋଟେ କୋଶ୍ଚିନ ମଧ୍ୟକୁ ଯିବା। ଆଉ ମଣ୍ଡଳୀ ମାନଙ୍କୁ କଣ କଣ କୁହାଯାଏ? ମଣ୍ଡଳୀ ମାନଙ୍କୁ କଣ କଣ କୁହାଯାଏ? ହଁ, ମଣ୍ଡଳୀକୁ କଣ କଣ କୁହାଯାଏ? କନ୍ୟା। ଆଜ୍ଞା ମସ୍ତକ କନ୍ୟା ବୋଲି କୁହାଯାଏ।
ଯଦି ପାରିବେ 3-4ଟି ବି କୁହନ୍ତୁ। ପ୍ରଥମଟା ଠିକ ଅଛି। ମଣ୍ଡଳୀ ଗଣକୁ ଯାହାର କର୍ଣ୍ଣ ଅଛି ସେ ଶୁଣୁ। ମଣ୍ଡଳୀ କନ୍ୟା ଫାଷ୍ଟ ଆନ୍ସରଟା ଠିକ ଥିଲା। ଏବଂ ମଣ୍ଡଳୀକୁ ଅନେକ କଥା କୁହାଯାଏ, ଅନେକ ବାଇବଲ ଭାର୍ସରେ ମଧ୍ୟ ଆମେ ଜାଣିଅଛୁ। ମଣ୍ଡଳୀକୁ ଗୋଟେ କନ୍ୟା କୁହାଯାଏ, ମଣ୍ଡଳୀକୁ ଏକ ଶରୀର କୁହାଯାଏ, ମଣ୍ଡଳୀକୁ ଏକ ପଲ କୁହାଯାଏ, ଆଉ ମଣ୍ଡଳୀକୁ ଏକ ଗୃହ ମଧ୍ୟ କୁହାଯାଏ, ମଣ୍ଡଳୀକୁ ଏକ ମନ୍ଦିର ମଧ୍ୟ କୁହାଯାଏ। ଏ ସମସ୍ତ ମନ୍ଦିରର ପାଳକ ଆଉ କର୍ତ୍ତା ଅଟନ୍ତି ଆମ ଖ୍ରୀଷ୍ଟ ଯୀଶୁ। ମଣ୍ଡଳୀକୁ ଅନେକ କଥା କୁହାଯାଏ, ସେଥିମଧ୍ୟରୁ କନ୍ୟା ଏବଂ ଶରୀର, ଏକ ପଲ, ଏକ ଗୃହ ଏବଂ ମନ୍ଦିର ମଧ୍ୟ କୁହାଯାଏ। ଆଉ ଦ୍ୱିତୀୟ କ୍ୱେଶ୍ଚିନରେ ମଧ୍ୟ ପାର୍ଟିସିପେଟ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଏବଂ ଆମେ ତୃତୀୟ କ୍ୱେଶ୍ଚିନ ମଧ୍ୟକୁ ଯିବା। ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ କଣ କଣ ଥିଲା? ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ କଣ କଣ ଥିଲା? ସେମାନେ ସମସ୍ତ ସମ୍ପତ୍ତି ବିକ୍ରୟ କରି ପ୍ରଭୁଙ୍କର ସେବା କରୁଥିଲେ। ଆଜ୍ଞା, ଠିକ ଅଛି। ଆଉ କିଏ? ରୁଟି ଭାଙ୍ଗିବା, ପ୍ରାର୍ଥନା କରିବା। ଆଜ୍ଞା ଆଜ୍ଞା, ଠିକ ଠିକ। ବଳି ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ଠିକ ଅଛି, ପ୍ରାୟ ପାଖାପାଖି ଠିକ ଅଛି। ଆମେ ପ୍ରେରିତ ପୁସ୍ତକର ଆଉ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଯେତେ ସବୁ ଅଛି ପଢିଲେ ଆମେ ଜାଣିପାରିବେ ଯେ ଆଦ୍ୟ ମଣ୍ଡଳୀ ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ କଣ କଣ ସବୁ ଥିଲା। ସେମାନଙ୍କ ଜୀବନରେ ଏକତା ଥିଲା, ସହଭାଗିତା ଥିଲା, ଦୁଃଖ ଭୋଗର ସହଭାଗୀ ଥିଲେ, ସୁସମାଚାର ପ୍ରଚାର କରୁଥିଲେ, ସେମାନଙ୍କ ଜୀବନରେ ପ୍ରାର୍ଥନାଶୀଳ ଜୀବନ ଥିଲା ଏବଂ ଦାନଶୀଳ ଜୀବନ ମଧ୍ୟ ଥିଲା। ତୃତୀୟ କ୍ୱେଶ୍ଚିନରେ ମଧ୍ୟ ଅନେକ ଆଉ ଭାଗ ନେଇଥିବାରୁ ଆଉ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆମେ ଚତୁର୍ଥ କ୍ୱେଶ୍ଚିନ କୁ ଯିବା। ଆଉ ଚତୁର୍ଥ କ୍ୱେଶ୍ଚିନ ହେଲା, ଆଉ ଯେତେବେଳେ ଆଉ ସ୍ତିଫାନ ତାଡନା ପ୍ରାପ୍ତ ହଉଥିଲେ, ସ୍ତିଫାନଙ୍କ ଅବସ୍ଥା କେଉଁ ଭଳି ଥିଲା? ଯେତେବେଳେ ତାଡନା ପ୍ରାପ୍ତ ହଉଥିଲେ ସ୍ତିଫାନ, ଆଉ ସ୍ତିଫାନଙ୍କ ଅବସ୍ଥା କେଉଁ ଅବସ୍ଥା ଥିଲା? ପ୍ରଭୁଙ୍କର ହସ୍ତରେ ସମର୍ପିତ ହଉଥିଲେ। ଆଜ୍ଞା ଆଜ୍ଞା, ଆତ୍ମାରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କୁ ଦର୍ଶନ କରିଥିଲେ। ଠିକ ଅଛି। ଏ ତାଡନା ହେବା ସମୟରେ ପ୍ରଭୁଙ୍କ ନିକଟରେ ସେମାନଙ୍କ ପାଇଁ କ୍ଷମା ପ୍ରାର୍ଥନା ମାଗୁଥିଲେ। ପ୍ରଭୁ ଏମାନଙ୍କୁ ଦୟା କର, ଏମାନଙ୍କର ଦୋଷ ଗଣନା କର ନାହିଁ। ଆଜ୍ଞା, ଠିକ ଅଛି। ଚତୁର୍ଥ କ୍ୱେଶ୍ଚିନରେ ମଧ୍ୟ ଯେଉଁମାନେ ପାର୍ଟିସିପେଟ କରୁଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ପ୍ରେରିତ ପୁସ୍ତକ ତାର 7ର ଶେଷ ଅଧ୍ୟାୟରେ ଆମେ ଯେତେବେଳେ ଶେଷ ଅଂଶକୁ ଯେତେବେଳେ ଆମେ ପାଠ କରିବା, ଜାଣିବା ଯେ ସେ ସମସ୍ତଙ୍କ ପାଇଁ ନିବେଦନ କରୁଥିଲେ, ଏମାନେ କଣ କରୁଅଛନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କରନ୍ତୁ ବୋଲି କହୁଥିଲେ। ଏବଂ ଦ୍ଵିତୀୟରେ ସେ ଯେତେବେଳେ ପ୍ରଭୁଙ୍କ ନିକଟରେ ନିବେଦନ କରୁଥିଲେ, ସେ ସମୟରେ ତାଙ୍କର ମୁଖ ତେଜସ୍ମୟ ହେଇଯାଉଥିଲା, ତାଙ୍କ ଚେହେରା ବଦଳି ଯାଉଥିଲା। ଯେତେବେଳେ ତାଡନା ପ୍ରାପ୍ତ ହୋଇ ଯେତେବେଳେ ନିବେଦନ କରୁଥିଲେ, ପ୍ରଭୁଙ୍କ ନିକଟବର୍ତ୍ତୀ ହଉଥିଲେ, ତାଙ୍କର ଚେହେରା ରୂପ ବଦଳି ଯାଉଥିଲା। ଚତୁର୍ଥ କ୍ୱେଶ୍ଚିନରେ ମଧ୍ୟ ପାର୍ଟିସିପେଟ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆମେ ପଞ୍ଚମ କ୍ୱେଶ୍ଚିନ ମଧ୍ୟକୁ ଯିବା। ଆଉ ପଞ୍ଚମ କ୍ୱେଶ୍ଚିନ, ଆଉ ଆମେ ସମସ୍ତେ ଜାଣିଅଛୁ, ଅତି ଜଣାଶୁଣା। ଆଉ ପଞ୍ଚମ କ୍ୱେଶ୍ଚିନଟି ହେଲା, ଯେତେବେଳେ ବାପ୍ତିଜକ ଯୋହନ ଡୁବନ ଦେଉଥିଲେ, ପାପ କ୍ଷମା ନିମନ୍ତେ ଏବଂ ମନ ପରିବର୍ତ୍ତନ ନିମନ୍ତେ ଡୁବନ ଦଉଥିଲେ, ଯାହା ମାଥିଓ 3:6 ଏବଂ 15 ଭିତରେ ଆମେ ଜାଣିଛୁ। ଯେତେବେଳେ ଯୀଶୁଙ୍କ ପରେ ମଣ୍ଡଳୀ ଗୁଡିକରେ ଡୁବନ ଦିଆଗଲା, ସେଇ ସମୟରେ ଯିଏ ଡୁବନ ଦିଅନ୍ତି, କଣ କହିକି ଡୁବନ ଦିଅନ୍ତି? ପ୍ରଥମେ ସେମାନେ କହୁଥିଲେ ଅନୁତାପ, ମନ ପରିବର୍ତ୍ତନ କର, ଆଉ ପାପ କ୍ଷମା ନିମନ୍ତେ ଅନ୍ୟ ପରସ୍ପର ମଧ୍ୟରେ ମିଳିତ ହୁଅ ଆଉ କ୍ଷମା ପ୍ରାର୍ଥନା।
ଆଜ୍ଞା ସେଟା ଯୋହନ ଯେତେବେଳେ ରୂପଣ କରୁଥିଲେ ମାଥ୍ୟୁ ଆଉ 3:6 ଏବଂ 11 ମଧ୍ୟରେ ତାହା ଅଛି, କିନ୍ତୁ ବର୍ତ୍ତମାନ ଯୀଶୁଙ୍କ ପରେ ଆଉ ମଣ୍ଡଳୀ ଗୁଡିକରେ କଣ କହିକି ବର୍ତ୍ତମାନ ରୂପଣ ଦିଆଯାଉଛି? ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବୋଲି ଦିଆଯାଉଛି। ମୁଁ ଜଳରେ ବାପ୍ତିସ୍ମ ଦେଉଅଛି ଆଉ ପ୍ରଭୁ ଯୀଶୁ ସେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ। Absolutely right. ପ୍ରଥମରେ ଆମ ପରିଚୟ ଆଉ ପୁରା ପରଫେକ୍ଟ ଆନ୍ସର ଦେଇଛନ୍ତି, ସେକେଣ୍ଡ ବି ଦେଇଛନ୍ତି, ତାଙ୍କର ବି ପରଫେକ୍ଟ ଆନ୍ସର। ଆଉ ଧନ୍ୟବାଦ ଆପଣ ପାର୍ଟିସିପେଟ କରିଥିବାରୁ। ଆଉ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଜଳରେ ବାପ୍ତିସ୍ମ ଦିଆଯାଏ। 5ଟି କୋଶ୍ଚିନରେ ଯେତେ ଭାଗ ଦେଇ ଅଛନ୍ତି ସମସ୍ତଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ଯେଉଁମାନେ ପାର୍ଟିସିପେଟ କରିଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଏବଂ ଏ ସୁନ୍ଦର ସୁଯୋଗ ନିମନ୍ତେ ଆଉ ହୋଷ୍ଟ ଆଜ୍ଞାଙ୍କୁ ଏବଂ ଯେ ପ୍ରିଜାଇଡିଂ କରୁଅଛି ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଧନ୍ୟବାଦ। ଆମର 5ଟି କୋଶ୍ଚିନ୍ ବାଇବଲ କୁଇଜ ସରିଅଛି। ଆଉ ସମସ୍ତଙ୍କୁ ଯେତେ ଜଣ ପାର୍ଟିସିପେଟ କରିଛନ୍ତି ତାଙ୍କୁ ମୋ ହୃଦୟ ତରଫରୁ, ମୋ ନିଜ ତରଫରୁ ମୁଁ କ୍ଲାପ କରି ସେମାନଙ୍କୁ ଏନକରେଜ କରୁଛି। ଧନ୍ୟବାଦ। ଥ୍ୟାଙ୍କ ୟୁ। ପ୍ରେଜ ଦ ଲର୍ଡ। ଧନ୍ୟବାଦ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଦିଦି ଆମମାନଙ୍କର ଅନୁରୋଧ ରକ୍ଷା କରି ଆମମାନଙ୍କର ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଯୋଉ ଆସିଲେ ଆଉ ଆମମାନଙ୍କୁ କୁଇଜ ରେ ମଧ୍ୟ କଢାଇ ନେଲେ। ଆଉ ଅତି ସୁନ୍ଦର କୁଇଜ, ମତେ ତ ଲାଗିଲେ କି ଆପଣ ବାକ୍ୟ କହୁଛନ୍ତି। ଯାହା ହଉ ନା କାହିଁକି, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ଆପଣଙ୍କୁ ତାଙ୍କର ସେବା କାର୍ଯ୍ୟରେ ବଢାନ୍ତୁ। ଆଉ ମୁଁ ଜାଇନ୍ ଚର୍ଚ୍ଚରେ ବି ଶୁଣୁଥିଲି କି ଦିଦି ଅଜାଙ୍କ ଦ୍ଵାରା ବଢିଛନ୍ତି, ଅଜାଙ୍କ ଆଶୀର୍ବାଦରେ ବଢିଛନ୍ତି। ସେ ଯାହା ହେଉନା କାହିଁକି, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ, ପ୍ରଭୁଙ୍କର ମହତ୍ ନାମରେ ଧନ୍ୟବାଦ ହେଉ। ଆଉ ପ୍ରଭୁ ଆମମାନଙ୍କୁ ଆରମ୍ଭରୁ ଏପର୍ଯ୍ୟନ୍ତ କଢାଇ ଆଣିକି ସାହାଯ୍ୟ କଲେ, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମମାନଙ୍କୁ ସାହାଯ୍ୟ କଲେ। ଆସନ୍ତୁ ଆମେ ୱାର୍ସିପକୁ ଯିବା। ଆଉ ହଠାତ୍ ଫୋନ ଆସିଲା କି ୱାର୍ସିପରଙ୍କର ଦେହ ଖରାପ ଅଛି, କିନ୍ତୁ ତାହା ହେଲେ ବି ତାଙ୍କ ନିମନ୍ତେ ପ୍ରାର୍ଥନା କରିବା, ସେ ଯେପରି ସୁସ୍ଥତା ହୁଅନ୍ତୁ। ଆଉ ମୁଁ ଏ ସମୟରେ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ମଞ୍ଜୁଳା ସିଷ୍ଟର, ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ ସିଷ୍ଟର, ପ୍ରେଜ ଦ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣଙ୍କୁ ଆହ୍ୱାନ କରେ, ଆପଣ 2ଟି ଗୀତରେ ଆମମାନଙ୍କୁ କଢାଇ ନେବେ। ପ୍ରେଜ ଦ ଲର୍ଡ। ଆସନ୍ତୁ ଆମେ କିଛି ସମୟ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ଯିବା। ପ୍ରଭୁ ଆମମାନଙ୍କୁ ଏହି ନୂତନ ଦିନ ଦେଖାଇଛନ୍ତି କେବଳ ତାଙ୍କରି ମହିମା କରିବା ପାଇଁ, କେବଳ ତାଙ୍କର ପ୍ରଶଂସା କରିବା ପାଇଁ। ପ୍ରଭୁ ଆଜି ଯଦି ଆମମାନଙ୍କୁ ବଞ୍ଚାଇଛନ୍ତି, କେବଳ ତାଙ୍କରି ଦୟା ହେତୁ ଆମମାନେ ବଞ୍ଚି ଅଛୁ, ତାଙ୍କରି ଅନୁଗ୍ରହ ହେତୁ ଆଜି ଆମମାନେ ବଞ୍ଚି ଅଛୁ। ଆସନ୍ତୁ ଆମମାନେ ସମସ୍ତେ ନିଜ ନିଜର ମୁଖ ଖୋଲି ପ୍ରଭୁଙ୍କର ଗୌରବ କରିବାକୁ ଯିବା। ଆମେ ମାନେ ନିଜ ନିଜର ଚକ୍ଷୁକୁ ବନ୍ଦ କରିବା, ନିଜ ନିଜର ଅନ୍ତରକୁ ଖୋଲା କରିବା। ଆଜି ଆମମାନଙ୍କର ଅନ୍ତରରେ ଆମମାନଙ୍କର ପ୍ରଭୁଙ୍କୁ ଆମମାନେ ସ୍ୱାଗତ କରିବା। ତୁମେ ଆସ ପ୍ରଭୁ, ତୁମେ ଆମମାନଙ୍କ ହୃଦୟରେ ବାସ କର, ତୁମର ଉପସ୍ଥିତି ଆମମାନଙ୍କୁ ଦିଅ, ତୁମର ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱ ଆମମାନଙ୍କର ଜୀବନରେ ହଉ। ଆସନ୍ତୁ ଆମେ ନିଜ ନିଜର ଚକ୍ଷୁକୁ ବନ୍ଦ କରିବା। ଧନ୍ୟବାଦ 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 ଦଉଛି ମଙ୍ଗଳମୟ ପରମେଶ୍ୱର ରାଜା। ତୁମେ ରାଜା ମାନଙ୍କର ରାଜା, ତୁମେ ପ୍ରଭୁ ମାନଙ୍କ ପ୍ରଭୁ, ତୁମେ ସୈନ୍ୟାଧିପତି ସଦା ପ୍ରଭୁ, ସ୍ୱର୍ଗ ଯାହାଙ୍କର ସିଂହାସନ, ପୃଥିବୀ ଯାହାଙ୍କର ପାଦପୀଠ ପ୍ରଭୁ, ତୁମେ ହିଁ ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ, ତୁମେ ହିଁ ସେଇ ପରାକ୍ରାନ୍ତ ପରମେଶ୍ୱର ପିତା। ତୁମରି ପ୍ରଭୁ ସେ ଅସୀମ କରୁଣା ହେତୁ ଧନ୍ୟବାଦ ଦଉଛି ପିତା, ତୁମରି ସେଇ ଦୟା ହେତୁ ଧନ୍ୟବାଦ ଦଉଛି ମଙ୍ଗଳମୟ ପରମେଶ୍ୱର ପିତା। ପ୍ରଭୁ ଧନ୍ୟବାଦ ଦଉଛି ଆଜି ଏମାନଙ୍କୁ ଜୀବିତ ମାନଙ୍କ ଦେଶରେ ରଖିଛ ପ୍ରଭୁ। ଧନ୍ୟବାଦ ଦଉଛି ଆଜି ଏମାନଙ୍କୁ କୌଣସି ପ୍ରକାର ରୋଗର ସମ୍ମୁଖୀନ ହେବାକୁ ଦେଇନ ପ୍ରଭୁ। ଧନ୍ୟବାଦ ଦଉଛି କୌଣସି ପ୍ରକାର ଆକ୍ସିଡେଣ୍ଟ ଆମମାନଙ୍କୁ ଦେଇନ ପ୍ରଭୁ। ଧନ୍ୟବାଦ ଦଉଛି ଆଜି ଆମମାନଙ୍କୁ ମେଡିକାଲର ସମସ୍ୟା ଦେଇନ ଯୀଶୁପା। ଧନ୍ୟବାଦ 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 ପିତା। ଧନ୍ୟବାଦ ଦଉଛି ପିତା, ତୁମରି ଦୟା ହେତୁ ପ୍ରଭୁ ଆଜି ଆମମାନଙ୍କୁ ଏଇ ସୁନ୍ଦର ଦିନ ଦେଇଅଛ ପ୍ରଭୁ। ଧନ୍ୟବାଦ ଦଉଛି ରାଜା। ହାଲେଲୁୟା, ମାଇଟି ଗଡ, ହୋଲି ସ୍ପିରିଟ, ପବିତ୍ର ଆତ୍ମା ତୁମେ କାର୍ଯ୍ୟ କର ପ୍ରଭୁ। ତୁମେ ଏଠାରେ ଉପସ୍ଥିତ ହୋ ପରମେଶ୍ୱର ରାଜା, ପ୍ରତ୍ୟେକଙ୍କ ଉପରେ ତୁମର ଆତ୍ମାଙ୍କର ବର୍ଷା କର ପରମେଶ୍ୱର ପିତା। ତୁମେ ଦୟା କର ପରମେଶ୍ୱର ରାଜା। ହାଲେଲୁୟା, ମାଇଟି ଗଡ, ହାଲେଲୁୟା, ଥ୍ୟାଙ୍କ ୟୁ ଲର୍ଡ, ଥ୍ୟାଙ୍କ ୟୁ ଲର୍ଡ, ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ହାଲେଲୁୟା, ମାଇଟି ଗଡ, ହାଲେଲୁୟା, ଧନ୍ୟବାଦ 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 ଦଉଛି ପିତା। हालेलुया। करुणा से तेरी नया दिन दिखाता है, ढल बन कर मेरी मुझे बचाता है। जब मैं पुकारूं तो दौड़ आता है, जब मैं गिरूं मुझे उठाता है।
करता हूँ मैं तुझसे ये प्रार्थना, महिमा से तेरी तू इस जगह को भर, जो भी तू चाहे तो यहाँ पर कर। हाले हालेलुया, हालेलुया, हालेलु हालेलुया, 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 हालेलुया। सारे जहां में तुझ सा कोई नहीं, तुझको छोड़ कोई प्रभु है ही नहीं। यस लॉर्ड, घुटने में टेको बस तेरे सामने, तू है मेरा प्रभु, तू मेरा पिता। हाले हालेलुया, हालेलुया, हालेलु हाले हालेलुया, हालेलुया, हालेलु। ଆସନ୍ତୁ ଆମମାନେ ସମସ୍ତେ ନିଜ ନିଜର ହସ୍ତକୁ ଉଠାଇ ଆମମାନେ କହିବା କି ହାଲେ ହାଲେଲୁୟା, ହାଲେଲୁୟା, ହାଲେଲୁୟା। Yes, Lord. ହାଲେ ହାଲେଲୁୟା, ହାଲେଲୁୟା, ହାଲେଲୁ। ମୋ ଆଣ୍ଠୁ ଭାଙ୍ଗି ଯଦି ତୁମ ଠାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ମୋ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ଆମମାନେ ସମସ୍ତେ କହିବା, ମୁଁ ତୁମକୁ ପ୍ରେମ କରେ, ତୁମକୁ ହିଁ ପ୍ରେମ କରେ, ମୁଁ ତୁମକୁ ପ୍ରେମ କରେ, ପଛେଇବି ନାହିଁ। ମୋ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଛରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। Yes, Lord. ମୋ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ।
ପ୍ରାଣ ଅଛି ମୋ ତୁମ ପୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। Yes Lord, hallelujah। ସମସ୍ତେ କହିବା, ଆଜି ସମସ୍ତେ କହିବା ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମୁଁ ଏଠାରେ, ତୁମେ ଆସ ପ୍ରଭୁ, ମୁଁ ଏଠାରେ ଅଛି ପ୍ରଭୁ, ଆମମାନଙ୍କୁ ଉଦ୍ଧାର କର ବୋଲି କହିବା। ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। Yes Lord। ଧନ୍ୟବାଦ 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 ଦଉଛି ମଙ୍ଗଳମୟ ପରମେଶ୍ୱର ରାଜା। ପ୍ରଭୁ ତୁମରି ଦୟା ହେତୁ ପ୍ରଭୁ ଆମେ ନୂଆ ଦିନ ଦେଖିଅଛୁ ପରମେଶ୍ୱର, ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି ପିତା। ପ୍ରଭୁ ତୁମେ ଆମମାନଙ୍କର ପ୍ରଭୁ ଆଶ୍ରୟ, ପ୍ରଭୁ ତୁମେ ଆମମାନଙ୍କର ଦୃଢ ଦୁର୍ଗ ମୋହର ପରମେଶ୍ୱର ପିତା, ତୁମର ମହାନାମକୁ ଧନ୍ୟବାଦ ଦଉଛି ପିତା। ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ ପ୍ରଭୁ, ଆମମାନଙ୍କର ଯେତେ ଦୁଃଖ ଆସୁ, ଯେତେ କଷ୍ଟ ଆସୁ, ଯେତେ ତାଡ଼ନ ଆସୁ ପ୍ରଭୁ, ତୁମେ ଆମମାନଙ୍କ ଠାରେ ଲାଗି ରହିବା ପରମେଶ୍ୱର, ସେଥିପାଇଁ ତୁମର ମହାନାମକୁ ଧନ୍ୟବାଦ ଦଉଛି ପିତା। ପ୍ରଭୁ ଆମମାନେ ତୁମକୁ ପ୍ରେମ କରୁଛୁ ଜିସାପା ପ୍ରଭୁ, ଆମମାନେ ତୁମକୁ ପ୍ରଭୁ, ହଁ ପ୍ରଭୁ ତୁମ ନାମରେ ପରମେଶ୍ୱର ରାଜା ଆମମାନଙ୍କର ପରମେଶ୍ୱର ଶରଣ ସ୍ଥାନ ପ୍ରଭୁ, ତୁମେ ଆସ ପ୍ରଭୁ, ତୁମେ ଆମମାନଙ୍କର ଠାରେ ଉପସ୍ଥିତ ହବ ବୋଲି ପ୍ରାର୍ଥନା କରୁଛି ପିତା। ଧନ୍ୟବାଦ ଦଉଛି ପିତା, ଗୀତ ଦ୍ୱାରା ତୁମେ ମହିମା ପାଇଲ ପ୍ରଭୁ, ହଁ ପ୍ରଭୁ ଆରାଧନା ଦ୍ୱାରା ତୁମେ ପ୍ରଶଂସା ପାଇଛ ବୋଲି ମୁଁ ବିଶ୍ୱାସ କରୁଛି ପିତା। ତୁମେ ଦୟା କଲ, ତୁମେ ଆଶୀର୍ବାଦ କଲ ପ୍ରଭୁ, ମୋ ଅଯୋଗ୍ୟ ଦିନହୀନ ପାପୀ ମଣିଷ ପ୍ରଭୁ, ମୁଁ ତୁମ ନିକଟରେ ପ୍ରଭୁ, ହଁ ପ୍ରଭୁ ଆରାଧନା ଉପାସନା କରିଥିଲେ ପ୍ରଭୁ, ଯଦି କୌଣସି ଭୁଲ ହେଇଥାଏ ମତେ ଦୟାକରି କ୍ଷମା କରନ୍ତୁ, ତୁମଠାରେ ବଢିବା ପାଇଁ ମତେ ଶିଖାନ୍ତୁ ଜିସାପା, ତୁମର ପବିତ୍ର ଆତ୍ମାଙ୍କର ଗାଇଡେନ୍ସ ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି ପିତା। ପ୍ରଭୁ ଏପର୍ଯ୍ୟନ୍ତ ଆମମାନଙ୍କର ସହବର୍ତ୍ତୀ ହେଇ ଆସିଛନ୍ତି ବୋଲି ଧନ୍ୟବାଦ ଦେଇ ଆଗାମୀ ସମୟକୁ ଆପଣ ସ୍ତର ସମର୍ପଣ କରି ଏ ଛୋଟ ପ୍ରାର୍ଥନା ଆପଣଙ୍କୁ ଦେଇ ମୋର ପ୍ରାଣରେ ପ୍ରଭୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ ଆମେନ। ଧନ୍ୟବାଦ ଶିଷ୍ୟ। ଆମେନ୍। ବହୁତ ବହୁତ ଧନ୍ୟବାଦ sister। ଆଉ ଆମମାନଙ୍କୁ ଆତ୍ମାଙ୍କର ଉପସ୍ଥିତି କରାଇ ଅଛନ୍ତି, ସେଥିପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆହୁରି ପ୍ରଭୁଙ୍କର ସେବାରେ ବଢନ୍ତୁ, ପ୍ରଭୁ ଏପରି ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ଆସନ୍ତୁ ଆମମାନେ କିଛି ବିଷୟ ନିମନ୍ତେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଅଛନ୍ତି ବିମଲ ଭାଇ, ପ୍ରେଜ୍ ଦ ଲର୍ଡ। ବିମଲ ଭାଇ ସେ ବୋଧେ ଶୁଣିପାରୁନି। ହଉ ଠିକ ଅଛି। ମାଳିଆଙ୍ଗିଆ, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆପଣ ପ୍ରାର୍ଥନା କରନ୍ତୁ ପ୍ରତ୍ୟେକ ୟୁଥ ମାନଙ୍କ ନିମନ୍ତେ, ଆଉ ବାକ୍ୟ ନେଉଥିବା ସାରଙ୍କ ନିମନ୍ତେ, ୱାର୍ସିପ କରୁଥିବା ସିଷ୍ଟରଙ୍କ ନିମନ୍ତେ, ଆଉ ମୋ ପାଇଁ ମଧ୍ୟ ଟିକେ ପ୍ରାର୍ଥନା କରିଦିଅନ୍ତୁ। ମତେ ଟିକେ ୱିକ୍ ଲାଗୁଛି, ଦେହ ଭଲ ନାହିଁ, ମେଡିସିନ ଖାଇଛି ତ ସେମିତି ଲାଗୁଛି। ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କରନ୍ତୁ। ସମସ୍ତଙ୍କୁ ୟେଶୁ ନାମରେ ମୋ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ଆସନ୍ତୁ ପ୍ରାର୍ଥନା। ସ୍ୱର୍ଗୀୟ ପରମ ପିତା ପରମେଶ୍ୱର, ପବିତ୍ର ଆଶ୍ରୟ ପ୍ରଭୁ, ତୁମେ ଅନୁଗ୍ରହ କରି ଏହି ଅଷ୍ଟମ ମାସର ଆଜିର ତୁମେ ଆପଣର ବାହୁର ଛାୟା ତଳା ପ୍ରଭୁ, ଆମେ ବର୍ତ୍ତମାନ ଯେଉଁ ମାଧ୍ୟମରେ ସେବାର ଈଶ୍ୱର ତୁମେ ଆମମାନଙ୍କୁ ମଧ୍ୟ ଓହ୍ଲାଇ ଆସି ମାନେ ଯେତେ ପାର୍ଟିସିପେଟ କରି ପ୍ରତ୍ୟେକଙ୍କୁ ତୁମେ ଅଧିକାର କର, ଯେତେ ପ୍ରତ୍ୟେକଙ୍କୁ ତୁମେ ଆତ୍ମିକ ଜ୍ଞାନ ବୁଦ୍ଧିରେ ଅଭିଷେକ କର ବୋଲି ଯେତେବେଳେ ପ୍ରାର୍ଥନା କିଛି ୱାର୍ସିପ କରିବା ସିଷ୍ଟମ ସହବର୍ତ୍ତୀ ପରମେଶ୍ୱରଙ୍କ ପ୍ରାର୍ଥନା କରୁଛୁ, ଯେତେ ପୁଅ ଝିଅ ମାନେ ଆଉ ଭାଗ ନେଇଥିଲେ ସୁନାପଦରେ, ପଏଣ୍ଟରେ, ଗୀତରେ, ସେ ସମସ୍ତଙ୍କୁ ପ୍ରତ୍ୟେକ
ଦଳ କର ଆଗାମୀ ଦିନରେ ସେମାନେ ତୁମ ଲାଗି ବଞ୍ଚିବେ ଗୌର ଜଗତର ସମସ୍ତ ମନ୍ଦିର ପୃଥକ କରି ରଖି ତୁମ ଉଦ୍ଦେଶ୍ୟରେ ବ୍ୟବହାର କର ତୁମ ନିକଟରେ ହାତ ଯୋଡ଼ି ପ୍ରଭୁ ବର୍ତ୍ତମାନ ତୁମର ଜୀବନ୍ତ ବାକ୍ୟ ନେଇ ଆସୁଥିବା ପ୍ରିୟ ଦାସଙ୍କ ମଧ୍ୟରେ ସମର୍ପଣ ଅଛି ତାଙ୍କ ମଧ୍ୟରେ ଆତ୍ମା ଅଭିଷେକ କର ସମସ୍ତ ବାକ୍ୟ ଆମ ହୃଦୟରେ ଫଳବାନ ପରିଚୟ କରି ଆଗାମୀ ଦିନ ନିମନ୍ତେ ଆମେ ପରିଚାଳିକା କରୁଥିବା ତୁମ ପ୍ରିୟ ସନ୍ତାନ ସ୍ୱର୍ଗୀୟ ପିତା ତୁମର ସେ ଆରୋଗ୍ୟକାରୀ ହସ୍ତ ସ୍ପର୍ଶ କରି ତୁମେ ସୁସ୍ଥତା ପ୍ରଦାନ କର ତୁମେ ଗୌରବ ମହିମା ପରିଚାଳନା ଉପରେ ତୁମେ ଆଶୀର୍ବାଦ କର ତାଙ୍କ ମଧ୍ୟ ଆଶୀର୍ବାଦ ତୁମ ଗୌରବ ଜୀବନ ପ୍ରଭୁ हमने परिवार को आशीर्वाद करो ତୁମ ପ୍ରିୟ ଦାସ ପରିଚାଳକ ପରିବାରକୁ ଆଶୀର୍ବାଦ କର ଏ ସମସ୍ତ ଆୟୋଜନ କରୁଥିବା ତୁମର ପ୍ରିୟ ଦାସ ଦାସୀ ମାନେ ଯେପରି ପ୍ରଭୁ ଏଇ ୟୁଥ ଫେଲୋସିପ ମାଧ୍ୟମରେ ସେବାର ମାଧ୍ୟମ ଦେଇଥିବା ଆଶୀର୍ବାଦ ଆଜିର ସେବାକୁ ଆରାଧନା ତୁମ ହସ୍ତରେ ଦେଇ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଥ୍ୟାଙ୍କ ୟୁ ଆମେ ବହୁତ ବହୁତ ଧନ୍ୟବାଦ ସାର୍। ଅତି ସୁନ୍ଦର ଭାବରେ ବଚର ସହିତ ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କର ଦାସ ନିମନ୍ତେ ହ୍ୱାଟ୍ସଆପ୍ କରିଦେଇଥିବା ସିଷ୍ଟରଙ୍କ ନିମନ୍ତେ ଏବଂ ମୋ ନିମନ୍ତେ ମୋତେ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ସମସ୍ତେ ସୁସ୍ଥିର ଭାବରେ ବସିବା, ଆପଣ ଆପଣ ଡିଭାଇସର ଯତ୍ନ ନେବା। ଅନେକ ସମୟରେ ବାକ୍ୟ ଚାଲିଥିବା ସମୟରେ ଅନେକ ଡିଷ୍ଟର୍ବାନ୍ସ ହଉଛି। ଆଉ ମୁଁ ଅନୁରୋଧ କରେ ଯେଉଁମାନେ ବି ବାକ୍ୟ ପଢିବେ ସେ ମୁଁ ବି ହେଉନା କାହିଁକି ଅନ୍ୟ ମାନେ ପଢିବା ସମୟରେ ଆମେ ଯଦି ପଢୁଛୁ ତ ଆୱାଜ ଟାକୁ ଶୁଣିକି ମ୍ୟୁଟ୍ ଅଫ୍ କରିଦେବା, ତାହେଲେ ଡିଷ୍ଟର୍ବାନ୍ସ ହବନି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସାର୍ ଆସନ୍ତୁ ବାକ୍ୟ ଶୁଣିବା ନିମନ୍ତେ ଯିବା। ସେଥି ପୂର୍ବରୁ ମୁଁ ଏକ ବାକ୍ୟ ଦେଇ ଆଉ ପ୍ରଭୁଙ୍କର ଦାସଙ୍କୁ ଆହ୍ୱାନ କରିବା ପାଇଁ ଚାହେଁ। ବାକ୍ୟରେ ଏପରି ଲେଖା ଅଛି, କିନ୍ତୁ ସେଇ ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାକୁ ପିତା ମୋ ନାମରେ ପ୍ରେରଣ କରିବେ ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି ସେହି ସବୁ ତୁମମାନଙ୍କୁ ସ୍ମରଣ କରାଇବେ। ଏହି ବାକ୍ୟ ଦ୍ୱାରା ମୁଁ ପ୍ରଭୁଙ୍କର ଦାସ ଆଉ ଏ ଜୁମର ଆୟୋଜକ ଆଉ ମୁଁ ବହୁତ ଭାଗ୍ୟବାନ ଅଟେ। ତାଙ୍କୁ ପ୍ରଥମ ଥର କରି ଆହ୍ୱାନ କରେ ଆଉ ପ୍ରଥମ କରି ମଧ୍ୟ ତାଙ୍କର ବାକ୍ୟ ମୁଁ ଶୁଣିବାକୁ ଯାଉଅଛି। ଆଉ ଯେଉଁମାନେ ବି ଆମେ ଶ୍ରବଣ କରିବା ସମସ୍ତଙ୍କ ହୃଦୟରେ ସେଇ ବାକ୍ୟ କାର୍ଯ୍ୟ କରୁ ଆଉ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେଉ। ସେ ଖାଦ୍ୟ ଖାଇ ଆମେ ଯେପରି ପରିତୃପ୍ତ ହେବା ଏପରି ଆମେ ସୁସ୍ଥିର ଭାବରେ ବସିବା। ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପ୍ରେଜ୍ ଦ ଲର୍ଡ ସାର୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରଭୁ ମୋର ଯୀଶୁ ଆବାଜ ଖ୍ରୀଷ୍ଟରେ ମୁଁ ଆପଣଙ୍କୁ ଆହ୍ୱାନ କରେ, ଆପଣ ଆଗକୁ ଆସିବେ। ଆମମାନେ ପ୍ରଭୁଙ୍କ ଦାସଙ୍କୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ପ୍ରଭୁଙ୍କର ଦାସକୁ ଆହ୍ୱାନ କରିବା। ପ୍ରେଜ୍ ଦ ଲର୍ଡ ସାର୍, ଆମମାନଙ୍କୁ ବାକ୍ୟରେ କଢାଇ ନିଅ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହତ ନାମର ଧନ୍ୟବାଦ ହେଉ। ପ୍ରଭୁ ଏହି ପ୍ରାତଃକାଳ ସମୟଟି ଆମମାନଙ୍କୁ ଦେଖିବା ପାଇଁ ସୁନ୍ଦର ସୁଯୋଗ ଦେଇଛନ୍ତି। ତାଙ୍କର ସ୍ତୁତି ଆରାଧନା କରିବା ପାଇଁ, ତାଙ୍କର ପ୍ରଶଂସା ଗୌରବ କରିବା ପାଇଁ, ତା ସହିତ ତାଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଶ୍ରବଣ କରିବା ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କ ଦାସୀ ମାମାଲି ମହାପାତ୍ରଙ୍କୁ ଧନ୍ୟବାଦ ଦଉଛି। ସୁନ୍ଦର ଭାବରେ ପରିଚାଳନା କରୁଛନ୍ତି, ଅଭ୍ୟର୍ଥନା କରିଛନ୍ତି। ତାପରେ ଆଉ ୟୁଥ ମାନେ ସୁନ୍ଦର ସୁନ୍ଦର ଗୀତ ଗାନ କରିଛନ୍ତି, ଆଉ ପଏମ୍ସ କହିଛନ୍ତି, ବାଇବେଲ କୁଇଜ କରିଛନ୍ତି, ବିଭିନ୍ନ ପ୍ରୋଗ୍ରାମ ସବୁ କରିଅଛନ୍ତି। ଏସବୁ ଆପଣମାନଙ୍କର ଟ୍ୟାଲେଣ୍ଟ। ପ୍ରଭୁ ଆପଣଙ୍କୁ ଯେଉଁ ସମସ୍ତ ଟ୍ୟାଲେଣ୍ଟ ଦେଇଛନ୍ତି ତାହା ଆପଣମାନେ ପ୍ରଭୁଙ୍କ ପାଇଁ ବ୍ୟବହାର କରୁଅଛନ୍ତି। ଏହା ଦ୍ୱାରା ପ୍ରଭୁ ଗୌରବାନ୍ୱିତ ମହିମାନ୍ୱିତ ପାଆନ୍ତୁ। ଆଉ ବାସ୍ତବରେ ଆମେ ଯେଉଁ ପ୍ରଭୁଙ୍କର ସେବା କରୁଛୁ ସେ ଜୀବନ୍ତ ପରମେଶ୍ୱର ଅଟନ୍ତି। ତାଙ୍କ ପଦ ତଳେ ବସିବା ପାଇଁ ଆମକୁ ପୁନର୍ବାର ସୁଯୋଗ ଦେଇଅଛନ୍ତି। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ସ୍ପେଶାଲ ୟୁଥ ମିଟିଂରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ କରିବା ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ଆଉ ଆସନ୍ତୁ ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଆମେ ଶ୍ରବଣ କରିବା। ଅଲରେଡି ପ୍ରଭୁଙ୍କ ବାକ୍ୟ ପାଇଁ ପ୍ରଚାର ପାଇଁ ପ୍ରଭୁଙ୍କ ଦାସ ମାଳି ଆଜ୍ଞା ପ୍ରାର୍ଥନା କରିଛନ୍ତି। ମୁଁ ପ୍ରାର୍ଥନା କରିବି ନାହିଁ।
ଆଉ ଈଶ୍ୱରଙ୍କର ଜୀବନ୍ତ ବାକ୍ୟକୁ ଆମେ ଶ୍ରବଣ କରିବା। ଯଦି ସମ୍ଭବ ହେଇପାରୁଛି ଆପଣ ମାନେ ଭିଡିଓ ଅନ୍ କରିକି ବସିପାରିବେ। ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ 2002 ସାଲର କଥା 2002 ସାଲର କଥା ଯେତେବେଳେ ଆମେ ମଧ୍ୟପ୍ରଦେଶ ପାନା ସହରରେ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିଲୁ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ଆମେ ନୂଆରେ ସିଫ୍ଟ କରିକି ଗଲୁ, ନାଗପୁରର ପାନାକୁ ଗଲୁ, ମଧ୍ୟପ୍ରଦେଶର ପାନା ସହରକୁ, ବିଶ୍ୱାସୀ ପୁଅ ଆମମାନଙ୍କୁ ଦେଖା କରିବା ପାଇଁ ଆସିଲେ। ସେ ପୁଅଙ୍କ ନାଁ ଋଷିକେଶ ଥିଲା। ଆଉ ଯେତେବେଳେ ସେ ପାଖକୁ ଆସିଲା ମୁଁ ତାଙ୍କୁ ଡାକିଲି, ଆଉ ଋଷିକେଶ ଭଲ ଅଛ କି? ହିନ୍ଦୀରେ କଥାବାର୍ତ୍ତା କଲି, ଭଲ ଅଛ କି? ହଁ ଭଲ ଅଛି। ସେ ମତେ କହିଲେ, ସାର୍ ମତେ ଋଷିକେଶ ବୋଲି ଡାକନି, ମତେ ରିତିକ ବୋଲି ଡାକ ବୋଲି କହିଲେ। ଆଉ ମୁଁ କହିଲି କାହିଁକି ରିତିକ ବୋଲି ଡାକିବି? ତୁମ ବାପା ମା ତୁମକୁ ଋଷିକେଶ ନାଁ ଦେଇଛନ୍ତି, ସେଇ ନାଁରେ ମୁଁ ତୁମକୁ ଡାକିବି। ନାଇଁ ନାଇଁ ମୁଁ ରିତିକ ବୋଲି ମତେ ଡାକ। ସେତେବେଳେ ରିତିକ ରୋଶନର ଆଉ ଫିଲ୍ମ ପୁରା ହିଟ୍ ହେଇଥିଲା। ପ୍ରାୟ ଯୁବକ ମାନେ ରିତିକର ଫେଭର ହେଇଥିଲେ, ତା ପଛରେ ପଡିଥିଲେ, ତା ଭଳିଆ ଷ୍ଟାଇଲ କରୁଥିଲେ। ଆଉ ସେ କହୁଛନ୍ତି ମୋ ରିତିକର ଫେଭର ଅଛି ସାର୍, ମୁଁ ରିତିକକୁ ବହୁତ ପସନ୍ଦ କରେ, ଦେଖନ୍ତୁ ନା ତା ଭଳିଆ ମୁଁ ବଡି ବନେଇଛି, ତା ଭଳିଆ ଡ୍ରେସ ପିନ୍ଧୁଛି। ତାପରେ ମୁଁ କହିଲି ଭାଇ ତମେ ଜଣଙ୍କର ଫେଭର ହୁଅ, ରିତିକର ଫେଭର ହୁଅନି, ଯିଏ କି ଆପଣଙ୍କୁ ମତେ ସୃଷ୍ଟି କରିଛନ୍ତି ତାର ଫେଭର ହୁଅ। ନାଇଁ ସାର୍ ଆଉ ଜଗତରେ ଆଉ କଣ ହିରୋ ମାନଙ୍କର ଫେଭର ନହେଲେ ଯେ ଆଉ କେମିତି ଚଳିବ? ଯେତେବେଳେ ବୟସ ପ୍ରାପ୍ତ ହେବ ସେତେବେଳେ ଆମେ ଆଉ ଜିଜେସଙ୍କର ଗଡଙ୍କର ମାନେ ଫେଭର ହେଲେ ଚଳିବ। ତାପରେ ମତେ ସେ ପଚାରିବାକୁ ଲାଗିଲେ, ସାର୍ ଆପଣ କାହାର ଫେଭର ବୋଲି କହିଲେ? ଆପଣ କାହାର ଫେଭର ବୋଲି କହିଲେ? ନାଇଁ ଭାଇ ମୁଁ କାହାର ଫେଭର ନାହିଁ ମୁଁ କହିଲି। ନାଇଁ ସାର୍ ଆପଣ ତ କାହାର ନା କାହାର ଫେଭର ତ ଥିବେ ନା, କୁହନ୍ତୁ। ତେବେ ମୁଁ ତାଙ୍କୁ କହିଲି ମୁଁ ତ ଗୋଟିଏ ହିରୋ, ମୁଁ କାହାର ଫେଭର ହେଇଯିବି? ମୁଁ ବି ତ ଗୋଟିଏ ହିରୋ, ମୋ କୋଉ ହିରୋର ଫେଭର ହେବି? ମୁଁ ଯେମିତି ମନୁଷ୍ୟ ସେ ବି ତ ଗୋଟିଏ ମନୁଷ୍ୟ। ମୁଁ ତ ଜଗତର ପ୍ଲାଟଫର୍ମରେ ମୁଁ ଆକ୍ଟିଂ କରୁଛି, ସେ ତ 3 ଘଣ୍ଟା ଫିଲ୍ମରେ ଆକ୍ଟିଂ କରୁଛି। ତାଙ୍କୁ ବୁଝେଇବାକୁ ଲାଗିଲି। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ଉଦ୍ଦେଶ୍ୟ ହଉଛି ଅନେକ ସମୟରେ ବାପା ମା ଆମକୁ ନାମ ଦେଇଥାନ୍ତି। ଅନେକ ବାପା ମା କୁ ମୁଁ ଧନ୍ୟବାଦ ଦିଏ, ପ୍ୟାରେଣ୍ଟସ ମାନଙ୍କୁ ଧନ୍ୟବାଦ ଦିଏ ଯେ ବାଇବଲ ଅନୁସାରେ ସେମାନେ ନାମ ଦିଅନ୍ତି, ବହୁତ ଭଲ ବିଷୟ। କିନ୍ତୁ ବର୍ତ୍ତମାନର ଯୁବକ ଯୁବତୀ ମାନେ ଫିଲ୍ମ ଉପରେ ନିର୍ଭର କରି, ହିରୋ ହିରୋଇନ ମାନଙ୍କ ଉପରେ ପ୍ରେମ କରି ନିର୍ଭର କରି ସେମାନେ ନାଁ ଗୁଡିକ କଣ କରିଦିଅନ୍ତି, ବଦଳେଇ ଦିଅନ୍ତି। ମୋର ପ୍ରକୃତ ନାମ ହଉଛି ଜିତୁ। କିନ୍ତୁ ଯେତେବେଳେ ମିନିଷ୍ଟ୍ରିକୁ ଗଲି ମୋ ସାଙ୍ଗମାନେ ମତେ ମୋର କାମକୁ ଦେଖି ମତେ ସେମାନେ ପିଟର ପିଟର ବୋଲି ଡାକିବାକୁ ଲାଗିଲେ। ସେଇଠୁ ପିଟର ଆଜ୍ଞା ହେଇଗଲା। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ଉଦ୍ଦେଶ୍ୟ ଯେ ଆଜିକାଲିର ଯୁବକ ଯୁବତୀ ମାନେ ଫିଲ୍ମର ହିରୋ ହିରୋଇନର ନାଁକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କ ଭଳିଆ ଆକ୍ଟିଂ କରିବା ପାଇଁ ଚେଷ୍ଟା କରନ୍ତି, ସେମାନଙ୍କ ଭଳିଆ ବଡି ବନେଇବା ପାଇଁ ଚେଷ୍ଟା କରନ୍ତି, ସେମାନଙ୍କ ଭଳିଆ ଲୁଗାପଟା ପିନ୍ଧିବା ପାଇଁ ଚେଷ୍ଟା କରନ୍ତି। ଆଗ କାଳରେ କଣ ଥିଲା, ବହୁତ ଟିଭି ବହୁତ କମ ଥିଲା ଲୋକମାନଙ୍କ ଗୃହରେ। ଆଉ ଲୋକମାନେ ଦିନ ସାରା ଘରେ ବସି ଟିଭି ଦେଖୁଥିଲେ। 3 ଘଣ୍ଟା ଫିଲ୍ମ, ଗୋଟେ ଫିଲ୍ମ ସରିଲେ ଆଉ ଗୋଟେ ଫିଲ୍ମ। ସିରିଏଲ ଦେଖୁଥିଲେ, ଗୋଟେ ସିରିଏଲ ସରିଲେ ଆଉ ଗୋଟେ ସିରିଏଲ ଦେଖୁଥିଲେ। ଏବେ ତ ପ୍ରତ୍ୟେକଙ୍କ ହାତରେ ଗୋଟେ ଗୋଟେ ଟିଭି ଅଛି। ପ୍ରତ୍ୟେକଙ୍କ ହାତରେ ଗୋଟେ ଗୋଟେ ଟିଭି ଅଛି, ମୋବାଇଲ। ଯୋଉ ଫିଲ୍ମ ଚାହିଁଲେ, ଯୋଉ ସିରିଏଲ ଚାହିଁଲେ, ଯୋଉ ବିଷୟ ଦେଖିବା ପାଇଁ ଇଚ୍ଛା କଲେ ସେମାନେ ଦେଖି ପାରୁଛନ୍ତି। ଯୋଉ ଦ୍ଵାରା କି ସେମାନଙ୍କର ମତି ଭ୍ରଷ୍ଟ ହଉଅଛି, ପ୍ରଭୁଙ୍କ ଠାରୁ ଦୂରକୁ ସେମାନେ ଚାଲି ଯାଉଅଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ଉଦ୍ଦେଶ୍ୟ ଗୋଟିଏ ଗାଁରେ ପିଲାମାନଙ୍କ ନାଁ ସଲମାନ ଖାନ ରଖିଛନ୍ତି। ତାଙ୍କ ବାପା ମା ଦେଖନ୍ତୁ ଶାହରୁଖ ଖାନ ରଖିଛନ୍ତି। ତାଙ୍କକୁ ଆଉ ନାମ ମିଳିଲା ନାହିଁ, ବାଇବଲରେ ଆଉ ନାମ ମିଳିଲା ନାହିଁ। ଦୁଃଖର ବିଷୟ। ଖ୍ରୀଷ୍ଟିଆନ ଲୋକମାନେ, ପ୍ରଭୁଙ୍କୁ ଜାଣିଥିବା ଲୋକମାନେ, ପଦ ପଦପୀରେ ଥିବା ଲୋକମାନେ ପିଲାମାନଙ୍କର ନାମ ଏହି ପ୍ରକାର ରଖନ୍ତି। ମୋର ପ୍ରିୟ ବନ୍ଧୁଗଣ, ଯୀଶୁଙ୍କ ନାଁ ବାଇବଲରେ ଲେଖା ଅଛି ସ୍ୱର୍ଗୀୟ ନାଁ, ଯୋଉ ନାଁ କି ଯୋସେଫ ମଧ୍ୟ ଦେଇନାହାନ୍ତି, ଯୋଉ ନାଁ କି ମରିୟମ ମଧ୍ୟ ଦେଇନାହାନ୍ତି,
से नाटी स्वर्गरु प्रदत्त ही अछि स्वर्गर दूत आसी से नाटी प्रकाश करी अछंती से ना होची जीसु ना जेतेबेले जीसु ख्रीष्ट जगत रे थिले जीसु नाटा होची प्रचलित थिला जिहुदी मानक मध्यरे प्राय प्रचलित थिला जीसु नाटा कॉमन नाटा थिला से नाटी जगतर लोक माने से नाटी से माने कोन करूथिले रखुथिले एवं से ना अनुसार डाकुथिले किंतु प्रभु जीसु ख्रीष्ट को जो ना दिया जायछि जीसु नाटी यह होची स्वर्गीय ना यह परमेश्वर को द्वारा प्रदत्त परमेश्वर तांकर दूतों को दे पठेइथिले एई नाटी तुमे जाई कुह बोलिकी से ना होची जीसु नाम मोर प्रिय बंधुगण आपण मान को मो माथी पुस्तक तार 1 अध्याय तार 21 पदरु कहिबा पई चाहे आपण माने भाबिबे एबे तो ख्रिस्टमास समय नाही आ सार ए कोन ए माथी पुस्तक रु पढौछंती जीसु को विषय कहउछंती मोर प्रिय बंधुगण मु कहिबार उद्देश्य होउची बाइबल आमे माने वर्ष सारा पढ़ी परिबा केवल ख्रिस्टमास दिन रे ही ताहा पढ़िबा ताहा नुहे यह लोक माने कोन करि दैछंती भाग भाग करि दै अछंती जे ख्रिस्टमास दिन ही यह प्रचार कर गुड फ्राइडे दिन ही यह प्रचार कर पुनरुत्थान दिन रे ही ताहा प्रचार कर आ वर्ष सारा चुप रुह सीमिति नाही ए बाइबल परमेश्वर मान को दै अछंती 12 मास पढ़िबा पई हालेलुया 12 मास पढ़िबा पई परमेश्वर बाइबल को देई अछंती मोर प्रिय बंधुगण तेबे आसंतु माथी पुस्तक तार 1 अध्याय 21 पद के जने पठन करि दियंतु से पुत्र प्रसव करिवे आउ तुमे ताहांको नाम जीसु देव कारण से आपणा लोकंकु सेमानकर समस्त पापरु परित्राण करिवे से पुत्र प्रसव करिवे एहा स्वर्गदूत जोसेफंकु कहू अछंती से पुत्र प्रसव करिवे तुम जहां को तुम सहित वाग्दान करा जाई अछि निर्बंध करा जाई अछि से पुत्र प्रसव करिवे आउ तुमे ताहांको नाम जीसु देव आउ कारण से अपना लोकन को से मान को समस्त पापरु कोन करिवे परित्राण करिवे जीसु ख्रीष्टर अर्थ होची मुक्ति बा परित्राण मोर प्रिय बंधुगण जीसु ख्रीष्ट जीसस ताहिरु मु केतरा पॉइंट आपन मान को सम्मुख रखिया पाई चाहे जीसस JESUS आमान को कौन शिखिबा को मिलुची मु आपन मान को सम्मुख रे आज प्रकाश करिबी जे प्रथम अक्षर कोन जे 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 रे जस्टिस जे रे जॉर्ज जीसस इज द जॉर्ज जीसस इज द जॉर्ज ऑफ द वर्ल्ड जीसु ख्रीष्ट न्यायाधीश अटंती जे रे जॉर्ज आमाने जेतेबेले जगत को देखुछु जगत रे सरकार कौन करछंती चिल्ड्रेन फॉर जस्टिस वुमेन्स फॉर जस्टिस पब्लिक फॉर जस्टिस ए प्रकार गुडा को माने देखिबा को पारुछु सरकार विभिन्न प्रकार अधिनियम नियम गुडा को सब बनै अछंती मोर प्रिय बंधुगण किंतु प्रभु जीसु ख्रीष्ट से न्यायाधीश अटंती जज अटंती से जस्टिस करिवे प्रत्येक व्यक्ति को से कौन करिवे जस्टिस करिवे जेरे होची जस्टिस जदि आपण माने द्वितीय करंती तार 5 अध्याय तार 10 पद पठन करिवे सेटारे स्पष्ट भाव रे लेखा अछि जे प्रत्येक मनुष्य को विचार करा जीव इस प्रभु जीसु ख्रीष्टंकर विचार सिंहासन सम्मुख रे प्रत्येक व्यक्ति कोन हेबे छिडा हेबे सेमानकर कर्म अनुसार सेमान को फल दिया जीव के जने पठन करंतु कारण भलो हेउ बा मंद हेउ कारण भलो हो बा मंद हेउ प्रत्येक जन अपना शरीर द्वारा कृत कर्म अनुसारे अपना शरीर द्वारा करा जाइथिबा कर्म अनुसारे फल पाइबा निमंते ख्रीष्टंक विचारसन सामुरे ख्रीष्ट जीसु ख्रीष्टंकर विचार सिंहासन सम्मुख रे आम्भ समस्तंकु प्रकाशित हेबाकु हेबो आमे समस्तंकु प्रकाशित हेबाकु हेबो मोर प्रिय बंधुगण प्रथम जीसस जेरे जस्टिस जेरे जॉर्ज जे प्रभु जीसु ख्रीष्ट प्रत्येक व्यक्ति को कौन करिवे विचार करिवे
से विचार किए बाद पड़े ना, से विचार किए लुचि पारे ना, से विचार को किए दूरे दे पारे ना। प्रत्येक व्यक्ति को विचार करा जीवो। जदि आमे माने उपदेशक पुस्तक तार 11 अध्याय 9 पद जदि पठन करिबा, सेटा युवक मान को विचार करा जीवो बोली लेखा अछि। हे युवा लोक, तुम्बे अपना यौवन अवस्था रे आनंद करो। वो यौवन काल तुमर चित्त तुमको हृष्ट करू। पुणी अपना मनर गति रे वो अपना चकुर दर्शन रे चालो। मात्र परमेश्वर ए सब विषय धरी तुमको विचार रे आनिबे, एहा तुमे ज्ञात हुओ। मोर प्रिय बंधुगण, काहाकू छाड़िबे नाही। प्रत्येक व्यक्ति को से कौन करिवे? विचार करिवे, कारण जीसु ख्रीस्ट जज अटंती। जीसस इज ए जज। जीसस इज ए जज ऑफ द वर्ल्ड। जीसस इज द जज ऑफ द मैनकाइंड। से प्रत्येक व्यक्ति को कौन करिवे? से विचार करिवे, जस्टिस करिवे, विचार करिवे, कारण से होचंती जज। मोर प्रिय बंधुगण, जेते बेले आम पिला माननको आमने पेन किनिकी देई थाओ, आमने आउ थोड़े पिला जदि आसी पचारिबो, बापा मते आउ गोटे पेन किनिकी दियो, तमे पचारि थाओ, बाबुरे मु से पेन टा देइथिली कोन करलो, आमे संगे संगे आमे कोन करथाओ? विचार करि थाओ। मोर प्रिय बंधुगण, मो पाई आपण मानको पाई, ए पृथ्वीर प्रत्येक लोक मानको पाई प्रभु जीशु ख्रीष्ट जगत को आसीथिले मुक्तिर रास्ता देखैबा पाई। तांको जे विश्वास करिवो से परित्राण पाइबो, अनंत जीवन से पाइबो, स्वर्ग राज्यर संतान हेबो। आउ से कौन करिवे? विचार करिवे, भाई मु तो पाई जीवन देइथिली, मु तो पाई बलि हेइथिली, तू कौन मते विश्वास करिछु कि? मोर वाक्य अनुसार कौन तू चलीछु कि? मते तू ग्रहण करिछु कि? मो पाई तू साक्ष्यमय जीवन यापन काटुथिलु कि? मोर प्रिय बंधुगण, मु कहिबार उद्देश्य जेरे जज जीशु ख्रीष्ट प्रत्येक को कौन करिवे? विचार करिवे, काहाकू से छाड़िबे नहीं। ए मनुष्य ए शरीर द्वारा पृथ्वी रे हमें करिथिबा समस्त कर्म अनुसार से विचार करिवे। ए जगत होउची प्लेटफॉर्म, ए जगत होउची स्टेज, पहाड़ पर्वत ए होउची सीनरी। आमे माने होउछु गोटे गोटे एक्टर, आमे माने होउछु गोटे गोटे एक्टर। केबे आमानकर एक्टिंग सरी जीवो मु जानि परिबि नाही कि आपण माने जानि परिबे नाही। केवल जे पठेई छन्ते ए जगत को एक्टिंग करिबा पई से ही जानि परिबे। मु कहिबार उद्देश्य होउछि प्रभु विचार करिवे, कारण से जेरे जज अटंती। आपण माने गालातियो तार 6-7 पद टिके पठन करि दियंतो। गालातियो पुस्तक तार 6-7 पद टिके पठन करि दियंतो। भ्रांत न हो, भ्रांत न हुओ, ईश्वर विद्रूपर पात्र नुहंती, ईश्वर विद्रूपर पात्र नुहंती। कारण मनुष्य जाहा बुणे मात्र मनुष्य जहा बुणे ताहा ही काटिबो, ताहा ही काटिबो। ए जगत रे थिबा समय रे जदि हमें भलो बुणुचु ताले भलो काटिबा, जदि मंद बुणुचु ताले मंद काटिबा। मोर प्रिय बंधुगण, मु कहिबार उद्देश्य होछि मंद काटिबा, तार अर्थ नरक आम मानको नरक रखा जाई अछि। प्रभु जीशु कौन करिवे? विचार करिवे, जेरे जज प्रभु जीशु ख्रीष्ट जज अटंती। प्रभु जीशु ख्रीष्ट जज अटंती। जेते बेले तांकरी द्वितीय आगमन हेबो, ता पूर्वरु रैप्चर हेबो, 7 वर्ष महाभोजरे माने रहिबा मध्य आकाश रे। जेते बेले जगत को मंडली सहित उलेकी आसीबे, मंडली सहित द्वितीय आगमन करिवे जगत को। देखंतु प्रथम आगमन आसीथिले परित्राण रास्ता देखैथिले, मध्य आकाश को आसीबे रैप्चर हेबो, जहा कि मंडली नीत हेबो। मध्य आकाश रु आउ पृथ्वी को से कौन करिवे? आउ द्वितीय आगमन करिवे। 1000 वर्ष पर्यंत तांको सहित मिसी आमे कौन करिबा? राजत्व करिबा। जज सहित मिसी के आमे माने मध्ये गोटे गोटे जज हेइ जिबा। हालेलुया। आमे माने मध्ये गोटे गोटे जज हेइ जिबा। मोर प्रिय बंधुगण, मु कहिबार उद्देश्य जे प्रभु जीशु ख्रीष्ट विचार करिवे, से जज अटंती, से विचार करिवे।
जे परे आसुछि इ रे इभांजेलिस्ट जीजस इज ए गुड इभांजेलिस्ट जीशु ख्रीष्ट जने उत्तम प्रचारक अटंती प्रचारक प्रचार कार्य करंती प्रचारक प्रचार कार्यर काम कोन प्रचारक ही जानती मोर प्रिय बंधुगण आमने जदि माथ्यू पुस्तक तार 4 अध्याय 17 पद जदि पठन करिबा लूक पुस्तक तार 4 अध्याय 43 पद जदि पठन करिबा मार्क पुस्तक तार 1 अध्याय 14 रु 15 पद जदि पठन करिबा जोहन तार 9 अध्याय तार 4 पद जदि पठन करिबा सेटारे स्पष्ट भाबरे लेखा अछि प्रभु जीशु ख्रीष्ट कहू अछंती प्रचार करू अछंती गाँ गाँ जाय कि प्रचार करू अछंती मु प्रचार करिबा पय मु प्रेरण करा जाई अछि लेखा अछि स्पष्ट भाबरे जदि हमें गोटी गोटी करी जदि पठन करिबा ताहाले बहुत समय लागिबो प्रभु जीशु ख्रीष्ट कहू अछंती मते प्रेरण करा जाई अछि एथि पई नगरे ग्राम रे मु जाई कोन करिबी मु प्रचार करिबी तांको प्रेरणर अर्थ होछि प्रेरितर अर्थ होछि पठा जिबा प्रभु जीशु ख्रीष्ट को स्वर्ग रु पठा जाई अछि पृथ्वी को मोर प्रिय बंधुगण आजिकाली अनेक प्रचारक अछंती किंतु पठा जाई नाहांती दुखर विषय प्रचारक कोठी प्रचार करिवो जोटी प्रचार हेनी से जगह रे ही प्रचार करिवो आजिकाली कोन मंडली मानक भितर प्रचार होछि जोटी सुना जाउछि सेठी ही प्रचार होछि जोटी सुना जाउ नाही सेठी प्रचार हे पारु नाही मोर प्रिय बंधुगण मु कहिबार उद्देश्य होछि यीशु ख्रीष्ट जने उत्तम प्रचारक अटंती से आम मान गोटे एग्जाम्पल अटंती पादरे चाली चाली जाई जाई कोस कोस दूर किलो किलोमीटर जाई कि से प्रचार करुथिले प्रचार कार्य सुसमाचार प्रचार कार्य कोठी करा जाए जोठारे सुसमाचार पहुंची नाही से स्थान ही करा जाए मंडली रे प्रचार करिबा आवश्यक नै मंडली रे शिक्षा देबार आवश्यकता रहिछि ए विषय आमे जानिबा दरकार केउ स्थान रे प्रचार हेबो केउ स्थान रे शिक्षा हेबो मोर प्रिय बंधुगण प्रत्येक व्यक्तिंकर आ दायित्व रहिछि प्रचार कार्य करिबा मंडली रे प्रचार करिबा बहुत सहज विषय ख्रिस्टियन मान को मध्य रे मिनिस्ट्री करिबा बहुत सहज विषय किंतु अन्य जाति मान को भितरे सेवा कार्य करिबा बहुत कष्टकर विषय लोक माने चाहंती नै डरी कि चाहंती नै काले ताड़ना हेबो काले क्लेश हेबो काले दुख हेबो दुख आसीबो काले बाड़ी पकेइबे मोर प्रिय बंधुगण प्रभु चाहंती अन्य जाति मान को मध्य रे जाई कि आमाने प्रचार करिबा जे के प्रभु जीशु ख्रीष्ट को विश्वास कले तार दायित्व रहुछि से प्रचार करिबो अन्य मान को पाखरे मु कहू नाही जे आपण माने काम धंदा छाडी की बेग गोटे झुले की जाई की प्रचार करो नाही आपण माने जो स्थान रे अछंती से स्थान रो आरंभ करंतु प्रचार कार्य निज स्त्री ठारू आरंभ करंतु निज पिला मान को ठारू आरंभ करंतु निज परिवार ठारू आरंभ करंतु निज पड़िसा ठारू आरंभ करंतु निज ग्राम ठारू आरंभ करंतु मोर प्रिय बंधुगण जीशु ख्रीष्ट आमान को पाए एग्जाम्पल अटंती से विचार करतंती जे रे चर्च इरे इभांजेलिस्ट अटंती तापर माने देखिबा एस एस होची जे ई एस होची मझी अक्षर एस होची सुपरस्टार जीसस इज ए सुपरस्टार ऑफ द वर्ल्ड जीसस इज द सुपरस्टार ऑफ मी मोर प्रिय बंधुगण जीशु ख्रीष्ट सुपरस्टार कहले महानायक अटंती से मध्य प्रदेश रे से पुओ को मु बुझेबा को लागिले बाबूरे से माने तो 3 घंटा पाई से माने एक्टिंग करंती 3 घंटा से माने एक्टिंग करले से मान को पारिश्रमिक मिले आ से 3 घंटार चित्र को आ माने देखुछु आमे माने पागल ही जाउछु आ माने कोन ही जाउछु पागल ही जाउछु तांको पछरे पड़ी जाउछु से माने एक्टिंग करूछंती पैसा नउछंती किंतु से माने स्टार ही पारंती किंतु सुपरस्टार ही पारिबे नाही जीशु ख्रीष्ट ही सुपरस्टार अटंती मोर प्रिय बंधुगण कारण मो पई आपण मानको पई ए पृथ्वी रे वास करतिबा प्रत्येक लोक मानको पई से एक्टिंग करि नाहंती से प्रकृत रे जीवन देई देई छंती ताहा तार एक्टिंग नथिला मोर प्रिय बंधुगण
ପୃଥିବୀର ଲୋକମାନଙ୍କ ପାଇଁ ସେ ବଳି ହେଇଯାଉଛନ୍ତି, ଏତେ ଦୁଃଖ ପାଉଛନ୍ତି, ଏତେ କଷ୍ଟ ପାଉଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସୁପରଷ୍ଟାର। ମୁଁ ତାଙ୍କୁ ଏହା ବୁଝେଇବାକୁ ଲାଗିଲି, ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସୁପରଷ୍ଟାର, ମହାନାୟକ ଅଟନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ କୌଣସି ଆକ୍ଟିଂ କରିନାହାନ୍ତି कि से एक्टिंग से जो आ प्रभु जीशु ख्रीष्ट कौन से अर्थ नहीं नहांती, से रक्त झरे कि आमान को किणी अछंती, ताको ब्लड रे आमान को किणी अछंती, ताको रक्त रे आमान को से किणी अछंती। मोर प्रिय बंधुगण, आपण माने एफिसियो तार 1 अध्याय तार 22 पद एवं तार 23 पद आपण माने परे पठन करिवे। फिलिपियो तार 2 अध्याय तार 10 पद आपण माने परे पठन करिवे। मोर प्रिय बंधुगण, मु कहिबार उद्देश्य होछि मो पाई आपण मानको पाई मुंडरे कंटार मुकुट पिंधिले, मो पाई आपण मानको पाई तांको पिठी रे कोरुडा प्रहार करा गला, मो पाई आपण मानको पाई 3टी कंटारे झुलिले। मोर प्रिय बंधुगण, मो पाई आपण मानको पाई क्रूसरे मृत्युवरण कले, मो पाई आपण मानको पाई आउ से पुनरुत्थित हेले, 40 दिन जगत रे रहिले, स्वर्गारोहण कले, पुनर्बार से आसु अछंती आमान को नेबा पाई। हालेलुया, हालेलुया। मु कहिबार उद्देश्य, युव पिला मान को कहिबार उद्देश्य, जीसु ख्रीष्टंकर फेवर हेबा। कोनसी हीरोर हिरोइनर फेवर हेले किछि लाभ नाही, बयस न पुरुणी ही विवाह करि देबे। मोर प्रिय बंधुगण, मु कहिबार उद्देश्य, जीसु ख्रीष्ट होउछंती सुपरस्टार, एस रे होउछंती सुपरस्टार, से महानायक अटंती, एक्टिंग करि नाहंती, वास्तव रे से जीवन देई अछंती, रक्त झराई अछंती, मृत्युवरण करि अछंती, पुनरुत्थित ही अछंती। एस रे हमें देखिलु जे जीसु ख्रीष्ट एस रे सुपरस्टार अटंती, जे रे से जज अटंती, ई रे से इवांजेलिस्ट अटंती, एस रे से सुपरस्टार अटंती। तापर हमें देखिबा यू देखिबा, यू रे यूजफुल मैन थिले जीसु ख्रीष्ट। मोर प्रिय बंधुगण, मो पाई आपण मानको पाई जीसु ख्रीष्ट यूज हे गले, यूजफुल हे गले। मोर प्रिय बंधुगण, व्यवहृत हे गले, निजको व्यवहार करि देले। आमाने जो पाप करूथिलु, आमाने जो अधर्म करूथिलु, जो अन्याय करूथिलु, सेथि निमंते दंड थिला, सेथि निमंते दंड थिला। पापर वेतन मृत्यु थिला, अनंत मृत्यु नरक थिला। मोर प्रिय बंधुगण, से दंडर मुक्त करिबा पाई से निजे आगो को आसी गले, मो पाई से व्यवहार हे गले, से दंड भोगिले। आपण मानको पाई से व्यवहार हे गले, से दंड भोगिले। ए पृथ्वी रे बास करथिया प्रत्येक लोक मानको पाई से दंडित हेले। से कोन पाप करिसंती? किछि पाप नाही, से पवित्र परमेश्वर अटंती, से निष्पापी अटंती। निष्पाप ताको पाखरे तिले हेले मध्य पाप नथिला, किंतु आमो पाई से व्यवहार हेले। आपण माने पढंतु जोहन तार 10 रो 10 पद के जने पठन करि दियंतु। जोहन पुस्तक तार 10 अध्याय तार 10 पद के जने पठन करि दियंतु। चोर केवल चोरी बध ओ विनाश करिबा निमंते आसे, सेमाने जेपरि जीवन पांती ओ प्रचुर भावरे पांती, एथि निमंते मु आसी अछि। से माने जेपरि जीवन पांती, प्रचुर भावरे जीवन पांती, एथि पय मु आसी अछि। मोर प्रिय बंधुगण, प्रभु जीशु ख्रीष्टंकर आसीबार उद्देश्य जीवन देबा पाई, प्रचुर जीवन देबा पाई। आम मानको पाई से की प्रकार व्यवहार होछंती देखंतो। आपण माने प्रेरित तार 10 अध्याय तार 38 पद टिके पठन करंतो। प्रेरित 10 अध्याय तार 38 पद। अर्थात नाजरित्य जीशुଙ୍କ କଥା किपरि ईश्वर ताहाको पवित्र आत्मा ओ शक्ति रे अभिषिक्त कले, आउ से मंगल साधन करू करू ओ शयतान कर्तुक प्रतिपीड़ित समस्त लोकଙ୍କୁ सुस्थ करू करू सर्वत्र भ्रमण कले, कारण ईश्वर ताहाको सहवर्ती थिले। देखंतु आमे सेटा देखिबा को पारुछु, से लोक मानको पाई व्यवहार होथिले। मोर प्रिय बंधुगण, आमे यू रे देखिलु यूजफुल, जीशु ख्रीष्ट आउ यूजफुल अटंती। जीशु ख्रीष्ट
ଆଉ ଜର୍ଜ ଅଟନ୍ତି। ଯୀଶୁ ଖ୍ରୀଷ୍ଟ ଇଭାଞ୍ଜେଲିଷ୍ଟ ଅଟନ୍ତି। ଯୀଶୁ ଖ୍ରୀଷ୍ଟ ସୁପରଷ୍ଟାର ଅଟନ୍ତି। ଯୀଶୁ ଖ୍ରୀଷ୍ଟ ୟୁଜଫୁଲ ଅଟନ୍ତି। ଏବଂ ତୃତୀୟ ପଏଣ୍ଟ ଆମେ ଦେଖିବା ଏସ୍, JESUS, ଜିଜେସ୍। ଏସ୍ ରେ ଆମେ ଦେଖିବା ଜିଜେସ୍ ଇଜ ଏ ସେଭିୟର। ଆପଣ ମାନେ ଯୋହନ ତାର 1 ଅଧ୍ୟାୟ ତାର 29 ପଦ ପଠନ କରନ୍ତୁ। ଯୋହନ ତାର ତହିଁଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବୋହି ନେଇଯାଆନ୍ତି। ଜଗତର ପାପ ବୋହି ନେଇ ଯାଆନ୍ତି ଈଶ୍ୱରଙ୍କର ମେଷ ଶାବକ। ମୋର ପ୍ରିୟ ବନ୍ଧୁ ଗଣ, ଯେ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ଜଗତର ପାପ ବୋହି ନେଇ ଯିବେ। ବିନା ଲହୁ ବାହାନେ ସେ ମୋକ୍ଷ नहीं मिलता। ଏହା ଗୀତାରେ ଲେଖା ଅଛି। ବିନା ଲହୁ ବାହାନେ ସେ ମୋକ୍ଷ नहीं मिलता, ଗୀତାରେ ଲେଖା ଅଛି। ବିନା ରକ୍ତରେ ମୁକ୍ତି ମିଳେ ନାହିଁ। ସେ ରକ୍ତ ଝରେଇଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଥମ ଯୋହନ ତାର 3 ଅଧ୍ୟାୟ ତାର 5 ପଦ ଟିକେ ପଠନ କରନ୍ତୁ। ଆଉ ତୁମେ ମାନେ ଜାଣ ଯେ ସେ ପାପ ବୋହି ନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କ ଠାରେ ପାପ ନାହିଁ। ତାହାଙ୍କଠାରେ ପାପ ନାହିଁ, କିନ୍ତୁ ମୋ ପାଇଁ ଆପଣ ମାନଙ୍କର ପାପ ବହି ନେଇ ଯିବା ନିମନ୍ତେ ସେ ପ୍ରକାଶିତ ହେଲେ। ମୋର ପ୍ରିୟ ବନ୍ଧୁଗଣ, ଏସ୍ ରେ ଆମେ ସେଭିୟର, ସେ ଉଦ୍ଧାର କର୍ତ୍ତା। କେବଳ ପାପରୁ ଜଣେ ହିଁ ଉଦ୍ଧାର କରିପାରିବେ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ତାଙ୍କ ବିନା କେହି ଆମମାନଙ୍କୁ ପାପରୁ ଉଦ୍ଧାର କରିପାରିବେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ଏଇ ଯୋଉ ବାଳ ଆମେ ଦେଖୁଛୁ, ଚୁଟି ଦେଖୁଛୁ, ଏଇ ବାଳକୁ ସୁନ୍ଦର ସଫା ରଖିବା ପାଇଁ ବିଭିନ୍ନ ଭେରାଇଟିର ଶ୍ୟାମ୍ପୁ ବାହାରିଛି। ଭେରାଇଟିର ଶ୍ୟାମ୍ପୁ ବାହାରିଛି। ଏଇ ଯୋଉ ଚେହେରାକୁ ଆମେ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଫେସ ୱାଶ ସବୁ ବାହାରିଛି। ଏଇ ଚେହେରାକୁ ଯେମିତି ସୁନ୍ଦର ଦେଖାଯାଉ ବୋଲି। ଏଇ ଯୋଉ ଶରୀରକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାରର ବଡି ଲୋସନ ସବୁ ବାହାରିଛି। ଏଇ ଶରୀରକୁ ଉତ୍ତମ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ବସ୍ତ୍ର ସବୁ ବାହାରିଛି। କିନ୍ତୁ ହୃଦୟର ମଳିନତାକୁ ଦୂର କରିବା ପାଇଁ କୌଣସି କ୍ରିମ ବାହାରି ନାହିଁ, କୌଣସି ସାବୁନ ବାହାରି ନାହିଁ, କୌଣସି ପ୍ରକାରର ଆଉ ଜାଗତିକ ବସ୍ତୁ କିଛି ବାହାରି ନାହିଁ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ରକ୍ତ ହିଁ ଆବଶ୍ୟକ ଆମମାନଙ୍କ ହୃଦୟର ପାପକୁ ଧୋଇବା ପାଇଁ। ମୋର ପ୍ରିୟ ବନ୍ଧୁଗଣ, କେବଳ ଆମକୁ ଜଣେ ହିଁ ପରିତ୍ରାଣ ଦେଇପାରିବ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଜିଜସ୍ ଇଜ ଏ ସେଭିୟର ଅଫ ଦ ୱାର୍ଲ୍ଡ। ଜିଜସ୍ ଇଜ ଦ ସେଭିୟର ଅଫ ଦ ମ୍ୟାନକାଇଣ୍ଡ। Jesus is the savior of the human being. ମୋର ପ୍ରିୟ ବନ୍ଧୁଗଣ, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେଭିୟର, ପରିତ୍ରାଣ କର୍ତ୍ତା। ସେ ହେଉଛନ୍ତି ଉଦ୍ଧାର କର୍ତ୍ତା। ତାଙ୍କ ବିନା କେହି ନାହାନ୍ତି। ମୁଁ ଏଇ ପ୍ରକାର ମେସେଜ ସେ ବାବୁଙ୍କୁ ଶୁଣାଇଥିଲି ଯେ ପ୍ରକୃତରେ କିଏ ହେଉଛନ୍ତି ଆମମାନଙ୍କର ଆଦର୍ଶ। ସେ ଋତିକ ରୋଶନ ହେଉଛନ୍ତି ଆମମାନଙ୍କର ଆଦର୍ଶ, ନା ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ଆଦର୍ଶ? ଜାଣିବା ଦରକାର। ଯେ ହେଉଛନ୍ତି ଜେରେ ଜର୍ଜ, ଯୀଶୁ ଖ୍ରୀଷ୍ଟ ଜର୍ଜ ଅଟନ୍ତି। ଇରେ ଇଭାଞ୍ଜେଲିଷ୍ଟ, ଯୀଶୁ ଖ୍ରୀଷ୍ଟ ଇଭାଞ୍ଜେଲିଷ୍ଟ ଅଟନ୍ତି। ଏସ୍ ରେ ଯୀଶୁ ଖ୍ରୀଷ୍ଟ ସୁପରଷ୍ଟାର ଅଟନ୍ତି। ୟୁ ରେ ଯୀଶୁ ଖ୍ରୀଷ୍ଟ ୟୁଜଫୁଲ ଅଟନ୍ତି। ଏସ୍ ରେ ଯୀଶୁ ଖ୍ରୀଷ୍ଟ ସେଭିୟର ଅଟନ୍ତି। ମୋର ପ୍ରିୟ ବନ୍ଧୁଗଣ, ମୋର ଏବଂ ଆପଣ ମାନଙ୍କର, ଆମେ ସମସ୍ତଙ୍କର ଆଦର୍ଶ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆମେ ସମସ୍ତଙ୍କର ଏକ୍ସାମ୍ପଲ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ଫେଭର ହେବା, ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ଫେଭର ହେବା। ଆଉ ଜଗତର ଫେଭର ଯଦି ହେବା, ଦୁଃଖ ପାଇବା, କଷ୍ଟ ପାଇବା ଆଉ ନିର୍ଯାତନା ପାଇବା। ପ୍ରଭୁ ଏ ଅଳ୍ପ ବାକ୍ୟରେ ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଧନ୍ୟବାଦ। ତାଙ୍କ ନିମନ୍ତେ କୋଚ କରତାଳ ଦେବା ଆଉ ପ୍ରଭୁଙ୍କୁ ଗୌରବ ଦେବା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅତି ସୁନ୍ଦର ବାକ୍ୟ ଥିଲା। ଆଉ ଜିଜସ୍ ନେମ୍ ର ଅର୍ଥ କଣ ଆମମାନଙ୍କୁ ବୁଝାଇଛନ୍ତି। ବାସ୍ତବରେ ସତ କଥା, ଆମମାନେ ସୁପରଷ୍ଟାର ହିରୋ ମାନଙ୍କୁ ଚଏସ୍ କରୁ କି ଏ ହିରୋକୁ ମୁଁ ବହୁତ ପସନ୍ଦ କରେ, ସେ ହିରୋଇନ କୁ ମୁଁ ବହୁତ ପସନ୍ଦ କରେ, ସେ ସୁପରଷ୍ଟାର କୁ ପସନ୍ଦ କରେ, କିନ୍ତୁ ଜିଜସ୍ ପରି ସୁପରଷ୍ଟାର କୁ ଆମମାନେ ପସନ୍ଦ କରୁନାହୁଁ। ଅନେକ ଯୁବା ଯୁବତୀ ମାନଙ୍କ ଜୀବନରେ, ଆଉ ମା ମାନଙ୍କର କଥା ତ ଛାଡନ୍ତୁ, ସେମାନେ ସିରିଏଲ କୁ ପସନ୍ଦ କରନ୍ତି ଆଉ ସିରିଏଲ ର ହିରୋ ହିରୋଇନ ମାନଙ୍କୁ ପସନ୍ଦ କରନ୍ତି। ଆସନ୍ତା ମାନେ ସେ ସବୁ ବିଷୟକୁ ପରିତ୍ୟାଗ କରି
ପ୍ରଭୁଙ୍କର ଦାସ ଯୋଉ ବାକ୍ୟ ଦେଇଛନ୍ତି ସେ ବିଷୟରେ ଆସକ୍ତ ହେବା ଆଉ ସେ ବିଷୟ ବୁଝିବା, ଏପରି ପ୍ରଭୁ ଆମମାନଙ୍କୁ ଉର୍ଦ୍ଧ୍ୱରୁ ଜ୍ଞାନ ଦିଅନ୍ତୁ। ଆଉ ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ମୁଁ ବିଶ୍ୱାସ କରେ ପ୍ରତ୍ୟେକ ଯୁବା ଯୁବତୀ ମାନେ ଆମେ ଆଜିର ଏହି ବାକ୍ୟ ଶୁଣିଥିବା ଆଉ ଏ ବାକ୍ୟ ଶୁଣି ଆମେ ପ୍ରସ୍ତୁତ ହେବା ଆଗାମୀ ଦିନ ପାଇଁ। ଆଉ ପ୍ରଭୁଙ୍କର ଦାସଙ୍କୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ମାନଙ୍କୁ ଅତି ସୁନ୍ଦର ବାକ୍ୟରେ କଢାଇ ନେଲେ ପ୍ରଭୁ ଆପଣଙ୍କ ଆଶୀର୍ବାଦ କରନ୍ତୁ ଆଉ ଆପଣଙ୍କର ସେବା କାର୍ଯ୍ୟକୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଆଉ ଏଇ ପ୍ଲାଟଫର୍ମକୁ ମଧ୍ୟ ପ୍ରଭୁଙ୍କ ହସ୍ତରେ ମୁଁ ସମର୍ପଣ କରୁଛି। ପ୍ରଭୁ ସମସ୍ତ ବିଷୟରେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ